स्क्रीन विजिबल होଉଛି ना? यस सर। ठीक ଅଛି ଆମେ ଷ୍ଟାର୍ଟ କରିବା। ମତେ ଫାଷ୍ଟ ତମମାନେ ଗୋଟେ ଜିନିଷ କୁହ, what is the need of read art and culture? ଆମେ କାହିଁକି ଆର୍ଟ ଆଣ୍ଡ କଲଚର ପଢିବୁ? ପଢୁଛ ମାନେ ଜାଣିବା କଥା ନା, କଣ ପାଇଁ ପଢୁଛ? ଭଏସ କ୍ଲିୟର ଅଛି? ସ୍କ୍ରିନ ଭିଜିବଲ ଅଛି? यस Yes, sir. सर। Everything fine. ହୁଁ। କୁହ ଆମେ କଣ ପାଇଁ ଆର୍ଟ ଆଣ୍ଡ କଲଚର ପଢିବୁ? what is the need of art and culture? ଆମେ ସ୍ପିଡ ରେ କଭର କରିବା ହେଲା, ଡୋଣ୍ଟ ୱରି। ଯେମିତି ପଏଣ୍ଟ ଫର୍ମାଟ ରେ ପଢିବା କଥା ସେମିତି ପଏଣ୍ଟ ଫର୍ମାଟ ରେ ପଢିବା। ଗପ ତ ବୁଝେଇବିନି, ପଏଣ୍ଟ ଫର୍ମାଟ କ୍ୱେଶ୍ଚନ ଆନ୍ସର ଫର୍ମାଟ ରେ କଭର କରିଦବା। ତମେ କଣ ପାଇଁ ଆର୍ଟ ଆଣ୍ଡ କଲଚର ପଢିବ? ଏନିୱାନ? ଯେତେବେଳେ ତମେ କିଛି ଜାଣିବ ତ କିଛି କରିପାରିବ ନା। To know the culture is all about how to formulate the policy. Okay, formulate the policy. ବୁଝିପାରିଲ? So one of the most important job. Okay, ତମେ ଯାହା ବି ଯୋଉ ସର୍ଭିସ ରେ ବି ରହ, okay, we will be doing no matter in whichever service. Okay, understanding the people and according to their needs, ତାଙ୍କର ଡିମାଣ୍ଡ କଣ ହେଲା, ତାହେଲେ ଆମେ ପଲିସି କୁ ଫର୍ମୁଲେଟ କରିପାରିବା। ତ ୱିଦାଉଟ୍ ନୋଇଂ ଦ କଲଚର, ପଲିସି ମେକିଂ ଟା କଣ ମାନେ କ୍ୟାଜୁଆଲିଟି ଟାଇପ ର ହବନି। ତ ତମେ ଗୋଟେ ଇଫେକ୍ଟିଭ ପଲିସି ମେକର କେତେବେଳେ ହବ? ଯେତେବେଳେ ତମେ ତାଙ୍କର କଲଚର ଜାଣିପାରିବ, ତାଙ୍କର ଟ୍ରାଡିସନ ଜାଣିପାରିବ। ଓକେ, କଲଚର ଗୋଟେ ଷ୍ଟାଟିକ ନା, ଆମର ଯୋଉ କଲଚର ପାର୍ଟ ଟା ଷ୍ଟାଟିକ ନା ଡାଇନାମିକ କହିଲ? ଷ୍ଟାଟିକ डायनामिक। ଡାଇନାମିକ ଜାଣିଛ ତ? ହୁଁ, डायनामिक। କଲଚର ଗୋଟେ ଡାଇନାମିକ, ବାକି ମାନେ କିଛିଟା ଜାଗାରେ ଆମର କଲଚର କିଛିଟା ଜାଗାରେ ଚେଞ୍ଜ ବି ହଉଛି ହେଲା। there is something in culture which remains static ମଧ୍ୟ କିଛିଟା ଜାଗାରେ ରହୁଛି ହେଲା। ଡାଇନାମିକ କଲଚର ଆକ୍ଚୁଆଲି ଡାଇନାମିକ, କିଛିଟା ଜାଗାରେ ଷ୍ଟାଟିକ ବି ରହୁଛି। ତ ଆମେ ଏବେ କଭର କରିବା ଏଇ ତିନିଟା ପୋର୍ସନ। ଓକେ, ଓଭରଅଲ ତମେ ଇଣ୍ଡିଆନ କଲଚରରେ ଏଗୁଡା ତ ପଢିଥିବ ନା। ଆମେ ଓଡିଶା ପର୍ସପେକ୍ଟିଭ ରେ କଭର କରିବା ଟେମ୍ପଲ ଆର୍କିଟେକ୍ଚର ଅଫ ଓଡିଶା। ସରି, ଏଠି ଏଇଟା ହିଁ ଇଏ କରିଦେବି ତ, ମୁଁ ଏଠି ବେଶୀ ଗାରାଗାରି କରୁନି ହେଲା। ଟେମ୍ପଲ ଆର୍କିଟେକ୍ଚର ଅଫ ଓଡିଶା, ସୋସିଓ ଡେଭଲପମେଣ୍ଟ ଇନ ଓଡିଶା, ରିଜନାଲ ଟ୍ରାଡିସନ ଅଫ ଓଡିଶା ଫେଷ୍ଟିଭାଲ, ଏଇ ତିନିଟା ଜିନିଷ ଆମେ ପଢିବା ହେଲା। ଆମର କେତେଟା ଷ୍ଟାଇଲ ତମେ ପଢିଛ ଟେମ୍ପଲ ଆର୍କିଟେକ୍ଚର? କେତେଟା ଷ୍ଟାଇଲ ପଢିଛ? ନାଗରା ଆଉ କଣ? Dravidian. ଆଉ ନାଗରା ହିଁ ପାର୍ଟଟା କଳିଙ୍ଗଟା। ଆଉ କଣ? ଦ୍ରାବିଡ, ନାଗରା, ବେସ୍ତରା। ଏ ଫିଗର କୁ ଦେଖ ହେଲା। ଫିଗର ପୁରା ଦେଖା ଯାଉଛି? ଚିତ୍ର ମୁଁ ବନେଇବିନି ନା, ଚିତ୍ର ବନେଇଲେ କଣ ଦେଖାଯିବ, ସେଟା ଚିତ୍ର ଭଳିଆ ଦେଖା। ଓକେ, ରେଖା ଦେଉଳ କଣ ଜାଣିଛ? ଗର୍ଭଗୃହର ଅପର ପାର୍ଟଟା ଯୋଉଟା ହେଲା, ଗର୍ଭଗୃହର ଅପର ପାର୍ଟଟା ଯୋଉଟା, ସେଟା ହଉଛି ରେଖା ଦେଉଳ, ଯୋଉଟା କି ସେପ ଆମର କହନ୍ତି ତାକୁ
Carolina shape. Okay, ଏଟା ହଉଛି ପିଢା, ଯୋଉଟାକି ଆମର ଏଠି ଜଗମୋହନ ବି କହନ୍ତି ହେଲା। ଜଗମୋହନ ମାନେ କଣ? ଜଗମୋହନ ମାନେ କଣ? ଏଇଟା ଆମର ଗର୍ଭଗୃହ କି ନାହିଁ, ଯୋଉଠି କି ଆମର ମେନ୍ ଡାଇଟି ଟା ପୂଜା ପାଆନ୍ତି ହେଲା। ଯୋଉଠି କି ଆମର ମେନ୍ ଡାଇଟି ଟା ପୂଜା ପାଆନ୍ତି, ତାର ଏଇଟା ହଉଛି ତମର ଜଗମୋହନ ହେଲା। ତାପରେ ରେଖା ଦୌଡର ଏଇ ପାର୍ଟ ଟାକୁ, ଏଇ ପାର୍ଟ ଟାକୁ କହନ୍ତି କଳସ, ଏଇଟାକୁ କୁହନ୍ତି ଅମଳକ। ଏ ଫିଗର ଟାକୁ ଗୋଟେ ରଫ ଫର୍ମାଟ ରେ ଫିଗର ଟାକୁ ମନେ ରଖିଥିବ ହେଲା। ଗୋଟେ ରଫ ଫର୍ମାଟ ରେ ଏମିତି ବନେଇ ଦେଇଥିବ ଏଇ ଫିଗର ଟାକୁ ଜଣା ପଡିବା ପାଇଁ। ବନେଇ ଦଉଛି ଗୋଟେ ହେଲା, ଯୋଉଟା ଏକ୍ସାମ ରେ ବନେଇବାକୁ ପଡିବ। ଭାବିନିଅ ମନ୍ଦିର ନ ଦେଖାଗଲେ ବି ଆଉ। ଉପର ପାଟକୁ ଦେଖିଦବ କଳସ, ତାକୁ ଦେଖିଦବ କଣ ଗୋଟେ ହଉଛି ଗର୍ଭଗୃହ। ପିଢା ଦେଉଳ, ପିରାମିଡ ଟାଇପ ରେ ଥାଏ। ଆଉ ଗୋଟେ ଏଇ ଷ୍ଟ୍ରକ୍ଚର ଟା ବି ମନେ ରଖ, ୟୁଜ କରିବ। ଗୋଟେ ତ ଛୋଟ ଗର୍ଭଗୃହ, ଏଟା ହଉଛି କଣ ଗମ୍ବୁଜ ଟାଇପ ର। ହ୍ୟାଣ୍ଡ ରାଇଟିଂ ଚିହ୍ନି ହଉଛି ନା ନାଇଁ? ହେଲା। ଏଇ ବିମାନର ଇଏ ହଉଛି, ତାର ମାନେ ହଉଛି ତମର ଗର୍ଭଗୃହ ପ୍ଲସ ପିରାମିଡାଲ ଷ୍ଟ୍ରକ୍ଚର ପ୍ଲସ ଶିଖର ହେଲା। ଆଉ ଆମର ଯୋଉ ବେସରା ଷ୍ଟାଇଲ ଟା ନା, ବେସର ଷ୍ଟାଇଲ ଟା ହଉଛି ମିକ୍ସଚର ନାଗରା ପ୍ଲସ ଦ୍ରାବିଡ। ଦି ତିନିଟା ଷ୍ଟ୍ରକ୍ଚର ମାଇଣ୍ଡ ରେ ରଖିଥାଅ ହେଲା, ବୁଝିପାରିଲ? ଅଛ ନା ଶୋଇଗଲ ସମସ୍ତେ? ସାର୍ ବୁଝିଗଲା। ହେଲା, ଷ୍ଟ୍ରକ୍ଚର ଟିକେ ମୋଠୁ ବେଟର ବନେଇଦବ ହେଲା। ମୋର ତ ମାନେ ଚିତ୍ର ହୁଏନି, ଫିର ବି ବନେଇବି। ଏ ଦିଟା ଷ୍ଟ୍ରକ୍ଚର ଆର୍ଟ ଆଣ୍ଡ କଲଚର ର ଯୋଉଟା ବି ପଢିଲେ ମାନେ ରିଲେଟେଡ ହେଲା, ଏଇଟା ବନେଇକି ଗୋଟେ ମାଇଣ୍ଡ ରେ ରଖ କି ତମର ପେପର ର ଏଇ ସାଇଡ ରେ ଗୋଟେ ସାଇଡ ରେ ବନେଇଦବ, ଆଉ ଏଠି ଲେଖିବ ତା ଡିଟେଲ୍ସ ଡେସକ୍ରିପସନ।
ହେଲା पूरा टोटल टारे चित्र बनैबनी गोटे साइड ताको লাগিব कि तुम पाखरे कंटेंट नाही एग्जामिनर को লাগিব कंटेंट नाही ହେଲା गोटे साइड रे बने दबो बॉक्स करिकी ହେଲା ଆଉ देखै दबो आर्ट एंड कल्चर रे फिगर गोटे मस्ट करिवो ହେଲା गोटे क्वेश्चन तो आसीबो है टेम्पल आर्किटेक्चर ऊपर ହେଲା तो सेटा तमर इंडिविजुअल अच्छा तुम प्रीवियस ईयर क्वेश्चन गुडा देखिछो ना प्रीवियस ईयर क्वेश्चन गुडा देखिछो गोटे इंटरैक्टिव रख डिस्कशन ही करबा एबे पढेबी कोन प्रीवियस ईयर क्वेश्चन गुडा देखिबो बेसिकली तमर परशुरामेश्वर टेम्पल मुक्तेश्वर टेम्पल आसी बोते गोटे थर तापरे जगन्नाथ कल्ट उपरे आसी तापरे परशुरामेश्वर टेम्पल भी आसी कि थरे थरे आसी परशुरामेश्वर टेम्पल राजा रानी टेम्पल उपरे भी आसी बोते क्वेश्चन ହେଲା प्रीवियस ईयर क्वेश्चन जोटा अछि गोटे थर ओवरलुक कर दबो सब को जहां भी प्रीवियस ईयर क्वेश्चन अछि प्रीवियस ईयर क्वेश्चन गोटे थर ओवरलुक करके तार आंसर गोटे फॉर्मेट बना दियो ହେଲା एटा मस्ट ହେଲା तो आमे बेसिकली तीनटा स्टाइल देखिलु नागरा बेसर द्राविड़ ହେଲା रेखा देउଳ बुझी पारलो रेखा देउଳ कोन ହେଲା ए तीनटा जिंस रे ही अछि तुमर टेम्पल आर्किटेक्चर रो माने तार बेसिक टा ହେଲା एठी लेखा है कि देखो रेखा देउଳ पीढ़ा देउଳ और खकरा मुंडी एठी डायग्राम गुडा को दिया हिच ହେଲା डायग्राम गुडा को एटम तो नोट शेयर कर देबी देखि देबो ହେଲା तुम बने देइछि ହେଲା एटा रेखा देउଳ एटा गर्भगृह पीढ़ा देउଳ एठी होछि खकरा देउଳ ହେଲା एठी मेंशन अछि रेखा देउଳ टिपिकली कलिंग स्टाइल टेम्पल विथ कर्विलिनियर जोटा कहली आगुरु ହେଲା जोटा शिखर तापर स्क्वायर स्क्वायर फैंटम माने बुझिलो गर्भगृह तापर जगमोहन जोटा फ्रंट रे जोटा थाए जगमोहन ହେଲା तार तार टॉप रु बॉटम हमर माने मस्तक उपरटा ता तळकू तमर आसीबो शिखर ता बजु जो परपेंडिकुलर वाल टा ई तळटा जोटा ପିଢା ଦେଉଳ ମାନେ ଯୋଉଟା କି फ्लैट फिट टेम्पल जो गुड़ाक थाए ହେଲା तार अमलक टिके देखिबो टिके खाकरा देउଳ के देखिଛ ମନ୍ଦିର ଦେଖିଛ ବୈତାଳ ଟେମ୍ପଲ के ଦେଖିଛ ବୈତାଳ ଟେମ୍ପଲ के ଦେଖିଛ ଖାକରା ଦେଉଳ ଛନା ପଳେଇଲ ନା କଣ ନା ସାର୍ ଦେଖିନି। ଦେଖିନ ଆଚ୍ଛା ଆମେ ସର୍ଟଲି ଟେମ୍ପଲ ଗୁଡାକ ଦେଖିଦବା ହେଲା ଏଇଠି ବୁଝିପାରିଲ ତ ଏଇଟା ଟିକେ ନୋଟ୍ସ ରୁ ତମେ ଯୋଉଟା ନୋଟ୍ସ ଦିଆହବ ଟିକେ ଫିଗର କୁ ମାଇଣ୍ଡ ରେ ରଖିବ ହେଲା ଫିଗର କୁ ମାଇଣ୍ଡ ରେ ରଖିବ ଟେମ୍ପଲ ମାନେ ଆର୍କିଟେକ୍ଚର ତା ଷ୍ଟାଇଲ ଟା ହେଲା ଆଉ ରେଖା ଦେଉଳ କୋଉଟା ଏଗୁଡାକ ଟିକେ ମେନସନ କରିଦବ ଫିଗର ରେ ଟିକେ କ୍ଲିୟର ପିକ୍ଚର କରିକି ରେଖା ଦେଉଳ ପିଢା ଦେଉଳ ହେଲା ଖାକରା ମୁଣ୍ଡି ଏଗୁଡାକ ସବୁ ଦେଖେଇଦବ ତାର ଏକ୍ସାମ୍ପଲ ଗୁଡାକ ମନେ ରଖିଦବ କୋଉ କୋଉଟା ଅଛି ହେଲା ତାପରେ ଆମେ ଟେମ୍ପଲ ଗୁଡାକ ସର୍ଟଲି ଦେଖିଦବା ମୁକ୍ତେଶ୍ଵର ଟେମ୍ପଲ ଜାଣିଛ ମୁକ୍ତେଶ୍ଵର ଟେମ୍ପଲ ଦେଖିଛ ହଁ ସେ ଓଲ୍ଡ ଟାଉନ ରେ ଅଛି ସେ। मैं तो फिगर टा बाहर कर नहीं बोधे मुक्तेश्वर टेम्पल मुक्तेश्वर टेम्पल किए बनैथिले कि मुक्तेश्वर टेम्पल किए बनैथिले सोमवंशी राजा सोमवंशी जयजाति केसरी बनैथिले तो एडा को कहा जाए वन ऑफ द
most beautiful temple in India. Okay, the gate of the temple wall was well designed, and its balance and design give it a grandiose look. Grandiose look ମାନେ କଣ? ଆଡମ୍ବରପୂର୍ଣ୍ଣ ହେଲା। ତାର ତୋରଣଟା ବହୁତ ସୁନ୍ଦର ହେଲା, ଯୋଉଟା କି ତାର ପୁରା ଶୋଭା ବର୍ଦ୍ଧନ କରିଥାଏ ହେଲା। ତାପରେ ଦି ବିମାନ ଷ୍ଟାଣ୍ଡ ଅନ୍ ଦ ରେସ୍ ପ୍ଲାଟଫର୍ମ, ତାପରେ ତାର ବେସ୍ ଟା ଏଇଟା ଗୋଟେ ଫିଗର କରିଦବ ହେଲା। ଦି ବିମାନ ଷ୍ଟାଣ୍ଡ ଅନ୍ ଏ ରେସ୍ ପ୍ଲାଟଫର୍ମ, ଇଟ୍ ଇଜ ୟୁନିକ୍, ଇଟ୍ ଇଜ ସ୍କୋୟାର ଇନ୍ ଗ୍ରାଉଣ୍ଡ ପ୍ଲାନ ହେଲା। ମୁକ୍ତେଶ୍ୱର ଟେମ୍ପଲ ଦେଖିଛ ତ? ଉଚ୍ଚ ବେଦୀ ଯୋଉଟା ହେଲା, ଉଚ୍ଚ ବେଦୀ ଏଟା କୁହାଯାଏ, ପ୍ଲାଟଫର୍ମ ଯୋଉଟା ତାଙ୍କର ଉଚ୍ଚ। ତାପରେ ତାର ବେସ୍ ହେଲା, ଏଇଟା ହଉଛି ତାର ଭୂମି ହେଲା। ଏଇଟା କହୁଛି ହେଲା ଖୁର, କୁମ୍ଭ, ପଟ, କଣି, ଆଉ ଗୋଟେ କଣ ବସନ୍ତ ହେଲା। ଏଇଟା ମନେ ରଖିବ ହେଲା। ଏଇଟା ଚିହ୍ନି ପାରୁଛ ତ ହ୍ୟାଣ୍ଡ ରାଇଟିଂ? Yes, sir. yes sir. ତମେ ଦେଖିବ ମୁକ୍ତେଶ୍ଵର ମନ୍ଦିର ଟେମ୍ପୁଲ ଆଗରୁ ଯୋଉଟା ବି ନିର୍ମାଣ ହେଇଛି ନା, ଏଇ ସବୁ ଢାଞ୍ଚା ତମେ ଦେଖିବାକୁ ପାଇବନି ହେଲା। ହେଲା, ଏ ସବୁ ଦେଖିବାକୁ ପାଇବନି, ଏଇଟା ଖାଲି ମୁକ୍ତେଶ୍ଵର ମନ୍ଦିରରେ ତମେ ଦେଖିବାକୁ ପାଇବ। ଏଇଟା ସୋମବଂଶୀ ପିରିୟଡ ର, ଏଇଟା ମନେ ରଖ, ଫାଷ୍ଟ ଲେଖିବ, ଫାଷ୍ଟ ପଏଣ୍ଟ ସୋମବଂଶୀ ପିରିୟଡ ର ଜୟଜାତି କେଶରୀ। ତାପରେ ଏଇ ପଏଣ୍ଟ ଗୁଡାକ ମନେ ରଖିବ, ଏଇ ସବୁ ପଏଣ୍ଟ ଗୁଡାକ ଲେଖିବ। ମୁକ୍ତେଶ୍ଵର ଟେମ୍ପଲ ଯଦି ଇଣ୍ଡିଭିଜୁଆଲ ପଡିଲା ହେଲା। ପାର୍ଶ୍ୱ ଦେବାଦେବୀ ମାନେ ମନ୍ଦିର ଚାରିପଟେ ଯୋଉ ଯୋଉଟା ଥାନ୍ତି ଦେବାଦେବୀ ଗୁଡାକ ହେଲା। ବୁଝିପାରୁଛ? Yes, sir. ମୋ ଡିସପ୍ଲେ ଟା ଲଟକି ଯାଉଛି ଆକ୍ଚୁଆଲି, ଟିକେ ଏକ ମିନିଟ। ତ ମୁକ୍ତେଶ୍ଵର ମନ୍ଦିର ଏଠିକି ଦେଖିବ, ଏଇଟା ତମର ହରିହର ପଣ୍ଡା ବୁକ୍ ଅଛି ନା ସମସ୍ତଙ୍କ ପାଖରେ? yes sir. ହେଲା, ହରିହର ପଣ୍ଡା ବୁକ୍ ରେ ଆଉ ଟିକେ ଡିଟେଲ୍ସ ଡେସକ୍ରାଇବ ହେଇଛି। ବେଶୀ ତାକୁ ଗୋଟେ ପଏଣ୍ଟ ଫର୍ମାଟ ରେ ହିଁ ମନେ ରଖ ତ ଲେଖିପାରିବ ହେଲା। ସେଠି ବହୁତ ଗୁଡାକ ମାନେ କେବେ ଇଏ ହେଇଥିଲା, ମାନେ ଏତକି ଏଡି ଏତକି ବିସି, ଏଗୁଡାକ କିଛି ଲେଖିବା ଦରକାର ନାହିଁ ହେଲା। କୋଉ ରାଜା ମାନେ କୋଉ ସୋମବଂଶୀ ପିରିୟଡ ର ହେଲା, କିଏ ବନେଇଥିଲେ ହେଲା। ତାପରେ ତାର ମନ୍ଦିର ଷ୍ଟ୍ରକ୍ଚର ଉପରେ ଡେସକ୍ରାଇବ କରିବ, ତାର ଗେଟ କେମିତି ହେଲା। ଆଉ ଏଇଟା ଇମ୍ପୋର୍ଟାଣ୍ଟ ଅଛି ମୁକ୍ତେଶ୍ଵର ଟେମ୍ପଲ ରେ, ତାର ବେସ୍ ବିଷୟରେ ଡିଟେଲ୍ସ, ଏଇ ସବୁ ଜିନିଷ ତମେ ସେଠି ଇଏ କରିବ ହେଲା। ତାପରେ ଲିଙ୍ଗରାଜ ମନ୍ଦିର ସମସ୍ତେ ଦେଖିଯିବ, ଏଇଟା ହଉଛି ଟେଲେଷ୍ଟ ଆର୍କିଟେକ୍ଚରାଲ ମନୁମେଣ୍ଟ ଅଫ ସୋମବଂଶୀ ପିରିୟଡ। ଏଟା ବି ସୋମବଂଶୀ ପିରିୟଡ, ଜୟଜାତି କେଶରୀ ବିଲ୍ଡ କରିଥିଲେ। ବାକି ତାର ଯୋଉ ଲିଙ୍ଗରାଜ ମନ୍ଦିର ଦେଖ, ଏଇ ଦିଟା ନା ହେଲା, ଏଇ ଦିଟା ତମର ଜୟଜାତି କେଶରୀଙ୍କ ପିରିୟଡ ରେ ହେଇଥିଲା, କିନ୍ତୁ ତାର ସାମ୍ନାର ଦୁଇଟା ଏଇଟା ହଉଛି ଗଙ୍ଗବଂଶୀ ପିରିୟଡ ରେ ହେଇଥିଲା ହେଲା। ତାପରେ ଏଠି ତମର ମିନିମମ୍ ଛୋଟ 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 ବଡ ହେଇକି 50 ଖଣ୍ଡେ ମନ୍ଦିର ଅଛି ହେଲା। ତାପରେ ତମେ ଯେକୌଣସି ଶିବ ମନ୍ଦିର ଦେଖିଥିବ ହେଲା, ତମକୁ ଏଇଟା ପଢେଇଥିବେ, ସମୃଦ୍ଧି ମ୍ୟାମ ପଢେଇଥିବେ ତମକୁ ହେଲା। ଆମର ପଞ୍ଚୟତ୍ନ ଶୁଣିଛ? ପଞ୍ଚୟତ୍ନ ମାନେ କଣ? Yes, sir. yes ପଞ୍ଚୟତ୍ନ sir. ଜାଣିଛ? Yes, ଆଜ୍ଞା sir. ପଞ୍ଚୟତ୍ନର ଷ୍ଟ୍ରକ୍ଚର ଟା କେମିତି ଥାଏ? ମାନେ ମାନେ ଦେଖ ଏଇଟା, ମଝିରେ ସେ ମେନ୍ ମନ୍ଦିର ଥିବ ସାଇଟ୍ ରେ। ହୁଁ, ଏଇଟା ତମର ମେନ୍ ମନ୍ଦିର ଥିବ ହେଲା। ଏପଟେ ନନ୍ଦୀ ମହାରାଜ ଥିବେ, ଏପଟେ ଥିବେ ପାର୍ବତୀ ହେଲା, ଏପଟେ ଥିବେ କାର୍ତିକେୟ, ଏପଟେ ଥିବେ ଗଣେଶ ହେଲା। ଏଇଟା ହଉଛି ତମର
ଏଟା ହଉଛି ପଞ୍ଚାୟତ ନା, ଏଗୁଡାକ ସବୁ ଏଇଟା ବି ଷ୍ଟ୍ରକ୍ଚର ଟା ମନେ ରଖିଥିବ ହେଲା। ପଞ୍ଚାୟତ ନା, ତାପରେ ଆଉ କଣ କଣ ଅଛି କି ତମର ଆଉ ଅଛି ତମର ତ୍ରିରଥଜ ଅଛି, ପଞ୍ଚରଥ, ସପ୍ତରଥ। ଏଟା ତ୍ରିରଥ ମାନେ 3 ସାଇଡ, ପଞ୍ଚରଥ ମାନେ 5 ସାଇଡ, ସପ୍ତରଥ ମାନେ 7 ସାଇଡ ହେଲା। କିଛି ଟର୍ମିନୋଲୋଜି, କିଛି ଟର୍ମିନୋଲୋଜି ମନେ ରଖ ହେଲା। ଗର୍ଭଗୃହ ମାନେ କଣ କହିଲ? ଗର୍ଭଗୃହ ଯୋଉଠି ମେନ୍ ଡିଟି ଥାନ୍ତି। ଯୋଉଟା କି ଓମ୍ ହାଉସ କହନ୍ତି ହେଲା। ଯୋଉଠି କି ମେନ୍ ଡେଟି ଥାନ୍ତି ହେଲା। ତାପରେ ମଣ୍ଡପ, ମଣ୍ଡପ ବୋଲେ ହଉଛି ଆସେମ୍ବଲି ହଲ୍ ହେଲା। ତାପରେ ଆଉ କଣ ଥିଲା, ଏଇଗୁଟା ଦରକାର ନାହିଁ। ତମେ କଲ୍ୟାଣ ମଣ୍ଡପ, ଉତ୍ସବ ମଣ୍ଡପ, ରଙ୍ଗ ମଣ୍ଡପ, ଅର୍ଦ୍ଧ ମଣ୍ଡପ, ମହାମଣ୍ଡପ ଏଇଗୁଡା ତ ତମକୁ ପଢେଇଥିବେ ହେଲା। ଆମେ ଓଡିଶା ଶିଖର ବିମାନ, ଏଟା ହଉଛି ତମର ମାଉଣ୍ଟେନ ଲାଇକ୍ standing temple, ଓକେ। ଆଉ କଣ ରହିଲା? ଅମ୍ଳକ, ଅମ୍ଳକ ମାନେ କଣ? ଏଟା ହଉଛି stone dish like structure, right? କୋଉଠି ଥାଏ ଏଟା? ଟପ୍ ଅଫ୍ ଟେମ୍ପଲ ଶିଖର ହେଲା। କଳସ ଟା କଣ? ଟପ ମୋଷ୍ଟ ପଏଣ୍ଟ, ପଏଣ୍ଟ ଅଫ ଟେମ୍ପଲ above ଅମ୍ଳକ, ଓକେ। ଆଉ କୋଉଟା ରହିଲା? ଜଷ୍ଟ a minute। ଆଉ କୋଉଟା ରହିଲା? ଭୋଗ ମନ୍ଦିର, ନାଟ ମନ୍ଦିର, ଜଗମୋହନ। ଭୋଗ ମନ୍ଦିର ମାନେ କଣ? ଭୋଗ ମନ୍ଦିର ମାନେ କଣ? ଭୋଗ ମନ୍ଦିର ମାନେ କଣ? ସାର୍ ଯୋଉଠି ଭୋଗ ଲଗା ହୁଏ ପ୍ରସାଦ ଉପରେ। ହୁଁ, ଯୋଉଟା କି ଆମ ଅଫରିଂ ହଲ୍ ଫର୍ ପ୍ରସାଦ ଏଣ୍ଡ ଫୁଡ ହେଲା। ଏଇଟା ଓଡିଶାରେ କମନ ହେଲା, କମନ ଇନ ଓଡିଶା। ତାପରେ ଆସିଲା ନାଟ ମନ୍ଦିର। ନାଟ ମନ୍ଦିର ମାନେ କଣ? ଏଇଟା ବି ଓଡିଶାରେ କମନ ହେଲା, ଡ୍ୟାନ୍ସିଂ ହଲ୍ ଯୋଉଟା। ତାପରେ ଜଗମୋହନ, ଜଗମୋହନ ମାନେ କଣ? ସାର୍ ଯୋଉଠି ଛିଡା ହେଇକି ଠାକୁରଙ୍କୁ ଦେଖା ହୁଏ। ଏଫଏମସିଏଲି ମଣ୍ଡପ ଯୋଉଟା ହେଲା, ଏଇଟା ଆମର ମାନେ ଓଡିଶା ଟେମ୍ପଲ ରେ ହିଁ ଏଇଗୁଡାକ ମାନେ ମିଳେ ହେଲା। ଏଇ ଟର୍ମିନୋଲୋଜି ଗୁଡାକ ମନେ ରଖ, ଟର୍ମିନୋଲୋଜି ଗୁଡାକ ହେଲା। ଆଉ ଲିଙ୍ଗରାଜ ଟେମ୍ପଲ ର
अच्छा तेरे ଆମର ଯୋଉ ଲିଙ୍ଗରାଜ ଟେମ୍ପୁଲ ର ଯୋଉ ଆମର ମେନ୍ ଡାଇଟି କୁ କଣ କହନ୍ତି? ମେନ୍ ଡାଇଟିଙ୍କ ନାମ ସାର୍ ହରିହର। ତ୍ରିଭୁବନେଶ୍ୱର କି ହରିହର? ଭୁବନେଶ୍ୱର ଯୋଉ ନାମଟା ଆମର ହେଇଛି, ଭୁବନେଶ୍ୱର ନାମଟା ହେଇଛି ଲିଙ୍ଗରାଜ ମନ୍ଦିରର ମାନେ ମେନ୍ ଡାଇଟିଙ୍କ ନାମ ହିସାବରେ ଭୁବନେଶ୍ୱର ନାମଟା ହେଇଛି ହେଲା। ତାପରେ ଏଇଟା ଯୋଉଟା କହୁଥିଲି ତମକୁ ବିମାନ ଓ ଜଗମୋହନ ତାର ମାନେ ଫୋର ଫ୍ରଣ୍ଟାଲ ପ୍ରୋଜେକ୍ଟ ହେଲା, ଏଇଟା ମନେ ରଖ। ନାଟ ମନ୍ଦିର ଭୋଗ ମଣ୍ଡପ ଏଇଟା ପରେ ଏଡ ହେଇଥିଲା, ମାନେ ପରେ ତାକୁ ବନେଇଥିଲେ। ତାପରେ ବିମାନ ଓ ଜଗମୋହନ ଏଇଟା ଆଗରୁ ଥିଲା ହେଲା। ଜଗମୋହନ ସାଇଟ ଜଗମୋହନରେ ଯୋଉ ଗୋଟେ ମାନେ ୱିଣ୍ଡୋ ଟା ଅଛି ହେଲା, ନର୍ଥ ଆଉ ସାଉଥ ରେ, ସେଇଟା ବର୍ତ୍ତମାନ ବନ୍ଦ ହେଇଯାଇଛି। ଆଉ ଏଇଟା ତ ତମକୁ କହିଲି ହେଲା, କାର୍ତ୍ତିକ ଥାନ୍ତି ଏପଟେ, ସାଉଥ ରେ ଗଣେଶ, ନର୍ଥ ରେ ପାର୍ବତୀ ହେଲା। ଆଉ ବାକି ତାର ଗପ ପଢିବ, ଲିଙ୍ଗରାଜ ମନ୍ଦିର ଗପ ଯାହା ବି ଅଛି ହେଲା। ସର୍ଟକଟ। ଆଉ କଣ ଲିଙ୍ଗରାଜ ମନ୍ଦିରର ଆଉ କଣ ଜାଣିବାର ଅଛି? ନାଟ ମନ୍ଦିର, ଭୋଗ ମଣ୍ଡପ, ଓପନ ହଲ୍ ହେଲା। ତାପରେ ହଁ ପାର୍ଶ୍ୱ ଦେବତା ଗୁଡାକ ତମର ଯୋଉଟା ଇଏ ପାର୍ଶ୍ୱ ଦେବତା ଗୁଡା ଥାନ୍ତି, ସେଇଟା ହଉଛି ତମର କୋଉ ପଥର ସେଇଟା କହନ୍ତି, ମୁଗୁନି ପଥର କହନ୍ତି ବୋଧେ ହେଲା, ମୁଗୁନି ପଥର। ମୁଗୁନି ପଥର କହନ୍ତି ତ ଓଡିଆରେ? ଏଇଗୁଡାକୁ ପଏଣ୍ଟ କୁ ହିଁ ବଢେଇକି ଲେଖିବ ହେଲା, ଆଉ ବେଶୀ କିଛି ନାହିଁ। ତାପରେ ଆଉ ତାପରେ ତମର ଆସିଲା, ବୁଝି ହଉଛି ତ? ବୁଝି ହଉଛି କି ନାଇଁ? ପରଶୁରାମେଶ୍ୱର ଟେମ୍ପଲ, ପରଶୁରାମେଶ୍ୱର ଟେମ୍ପଲ, ମୁକ୍ତେଶ୍ଵର ତ ଗଲା। ବୈତରଣୀ ଟେମ୍ପଲ, ମୁଁ ଗୋଟେ ସର୍ଟକଟ ରେ ପଏଣ୍ଟ ଗୁଡାକ କହିଦଉଛି ହେଲା। ପରଶୁରାମେଶ୍ୱର ଟେମ୍ପଲ ର କେତେଟା ଜିନିଷ ମନେ ରଖିବ ହେଲା। ପରଶୁରାମେଶ୍ୱର ଟେମ୍ପଲ ଟା ତମର କିଏ ବନେଇଥିଲେ କି? ପରଶୁରାମେଶ୍ୱର ଟେମ୍ପଲ କାହାର ପିରିୟଡ ରେ ହେଇଥିଲା? ଆବାଜ ଆସୁଛି କି ନାଇଁ? Yes, sir. କିଛି କହୁନାହାନ୍ତି ସମସ୍ତେ? ପରଶୁରାମେଶ୍ୱର ଟେମ୍ପଲ ର ଏଇଟା ହଉଛି ତମର ଫାର୍ଷ୍ଟ ପଏଣ୍ଟ ହଉଛି, ଏଇଟା ହଉଛି ତ୍ରିରଥ ପ୍ଲାନ ହେଲା, ତ୍ରିରଥ ପ୍ଲାନ ହେଲା। ବାକି ତାର ଯୋଉ ଏଇଟା ହଉଛି ପଞ୍ଚରଥ, ପଞ୍ଚରଥ ଷ୍ଟାଇଲ ବୋଲି ଜାଣିଲ ତ? ଓକେ। Yes, sir. ତାପରେ ୟାର ଆଉ ପଏଣ୍ଟ କଣ ଲେଖିବ? ଉଁ, ଶିଖର ପୋଷଣ ଟା ମତେ ଜାଣିପାରିବ।
ଶିଖର ଶିଖର portion ଟା contains ଅମ୍ଳକ ହେଲା। ଅମ୍ଳକ ମାନେ କଣ କହିଥିଲି That is କଣ stone disc like shape. ତାପରେ ଲିଙ୍ଗମ ହେଲା instead of ଆୟୁଧ। ଏଟା ହଉଛି peculiar ମାନେ ଫିଚର ଟା ହେଲା ପରଶୁରାମେଶ୍ୱର ଟେମ୍ପଲ ର। ତାପରେ ଜଗମୋହନ और ମୁଖ କାଳଟା ଯୋଉଟା ହୁଁ। ତାପରେ ତାର ଯୋଉ रूप ଟା ଅଛି ହେଲା ତାର रूप ଟା ଅଛି ଯୋଉଟା ହେଲା supported by 3 pillars on each side। ତିନିଟା ପିଲର ଅଛି ଆଉ ଦିଟା ସାଇड ୱାଲ୍ ଅଛି ହେଲା 2 side wall। ଆଉ ପରଶୁରାମେଶ୍ୱର ମନ୍ଦିରର ପଏଣ୍ଟ ଭିତରେ ତମେ ଲେଖିଦବ 2 door 4 window placed ମୁଖଶାଳା। ଗୋଟେ ଟା ହଉଛି ମାନେ ତମର ସାଉଥ ସାଇଡ ରେ ଆଉ ଅଦର ଟା ହଉଛି ୱେଷ୍ଟ ୱାଲ ରେ ଅଛି ହେଲା। ତାପରେ ୱିଣ୍ଡୋ ଟା ନର୍ଥ ଆଉ ସାଉଥ ଫେସ୍ ଯୋଉଟା କି ତମର ଭେଣ୍ଟିଲେସନ ରେ ଇଏ ହୁଏ ହେଲା। ତାପରେ ୱିଣ୍ଡୋ ଅନ୍ ଇଚ୍ ସାଇଡ ଅଫ ଦ ୱେଷ୍ଟ ଡୋର contain figures of ଏଟା ଲେଖିଦବ ତମର figures of musicians and dancer। ଏଟା ହଉଛି ତମର dojan each side of the west। କିଛି ପଏଣ୍ଟ ନାହିଁ ଏଠି ହେଲା ପରଶୁରାମେଶ୍ୱର ଗଲେ ମୁଁ ଖାଲି ସର୍ଟ ପଏଣ୍ଟ ଗୁଡାକ କହିଦଉଛି ହେଲା ଯୋଉଟା ତମେ ୟୁଜ କରିପାରିବ ଏକ୍ସାମ ରେ। ବୁଝିପାରୁଛ କି ନାଇଁ କି କିଛି ଅସୁବିଧା ହଉଛି ବୋଲେ କୁହ ପୁରା ପଢେଇଦେବି ଓଡିଆରେ। ଅସୁବିଧା ହଉଛି କି କିଛି କିଛି ଅସୁବିଧା ହଉଛି କି କୁହ। No, sir. ବେସିକ ଯାହାବି ବେସିକ ଟେମ୍ପଲ ଆର୍କିଟେକ୍ଚର ଉପରେ ପଢିଲେ ହେଲା ତାର ଫିଚର୍ସ ଗୋଟେ ଫିଗର ହେଲା ତାପରେ ତାର କମ୍ପୋନେଣ୍ଟ ଗୁଡାକ ତା ମାନେ ଷ୍ଟାଇଲ ଗୁଡାକ ଲେଖିବ। ତାପରେ ଟିକେ ବଡିରେ ମାନେ ମେନସନ କରିଦବ କିଏ ବନେଇଛି କୋଉ ବଂଶୀ ପିରିୟଡ ର ହେଲା ସମବଂଶୀ କି ଗୁପ୍ତ ବଂଶୀ କି କୋଉ ମାନେ ସେଇଟା ଟିକେ ମେନସନ କରିଦବ। ଆଉ ଫିଗର ଟା ବାକି ମଷ୍ଟ କରିବ ହେଲା ଫିଗର ଟା ଯେମିତି ହେଲେ ବି କରିବ। ଆଉ ବାକି ରହିଲା ମୁକ୍ତେଶ୍ଵର ଟେମ୍ପଲ ତ ପଢିଲୁ ପରଶୁରାମେଶ୍ୱର ପଢିଲୁ ଲିଙ୍ଗରାଜ ପଢିଲୁ ରାଜାରାଣୀ ଦେଖିଥିବ ସମସ୍ତେ। Yes, sir. ରାଜାରାଣୀ ଟେମ୍ପଲ ର ତାର ଫାଷ୍ଟ ମେନସନ କରିଦଉଛି ତାର ପ୍ଲାଟଫର୍ମ ହେଲା ଯୋଉଟା 3 mountain ହେଲା। ତାପରେ ତାର ବିମାନ ଟା ଏଟା ହଉଛି ରେଖା ଷ୍ଟାଇଲ
ତା ଜଗମୋହନ ଟା ପୀଢା ଦେଉଳ having pyramidal structure। ଦେଖ ପଏଣ୍ଟ ଗୁଡାକ ଏଇଟା କୋଉଟା ତମର ମାନେ ପଞ୍ଚରଥ କୋଉଟା ତ୍ରିରଥ ଏଗୁଡାକୁ ମେନସନ କରୁଥିବ ହେଲା। ଏଇଟା ତ ସବୁ କି ୱାର୍ଡ ନା, ଏଇଟା ହଉଛି ସବୁ କି ୱାର୍ଡ ହେଲା ଆନ୍ସର ରେ ଲେଖିବା ପାଇଁ। ଗପ ନ ଲେଖିକି ଏମିତି କି ୱାର୍ଡ ଲେଖିକି ଅଣ୍ଡରଲାଇନ କରିଦବ, ସେ ଜାଣିବ କି ହଁ ପୁରା ଡିଟେଲ୍ସ ପଢିଛି ବୋଲିକି ହେଲା। ତାପରେ ରାଜାରାଣୀ ଟେମ୍ପୁଲ ର ତାଙ୍କର ଆଉ ଗୋଟେ ପଏଣ୍ଟ ଟା ଲେଖିବ ନବଗ୍ରହ। ନବଗ୍ରହ ପେନାଲ ବହୁତ ଆଉ ଗୋଟେ ପଏଣ୍ଟ ଲେଖିଦବ ଦିଗପାଳ, ଦ୍ୱାରପାଳ, ତାପରେ ତାର ବିମାନଟା ହେଲା, ତାର ବିମାନଟା ଟେମ୍ପୁର ବିମାନଟା ବହୁତ ସାରା ମିନିଏଚର ହେଲା, ଯୋଉଟା କି ତମର କହନ୍ତି ସୁନ୍ଦର ଶିଖର। ହୁଁ। ତାର ତମେ ରାଜାରାଣୀ ଟେମ୍ପୁଲ ର ହେଲା, ତମେ ଯୋଉ ବି ଏଙ୍ଗେଲ ରେ କନସିଡର କରିବ ହେଲା, ସେଟା ହଉଛି ତମର କଳିଙ୍ଗ, ଆମର କଳିଙ୍ଗ ଟେମ୍ପୁଲ ଆର୍କିଟେକ୍ଚର ନା ପୁରା ପରଫେକ୍ସନ ପାଇବ ତମେ ହେଲା। କଳିଙ୍ଗ ଟେମ୍ପୁଲ ଆର୍କିଟେକ୍ଚର ପୁରା ପରଫେକ୍ସନ ଟା ପାଇବ ରାଜାରାଣୀ ଟେମ୍ପୁଲ ହେଲା। ତମେ ଯୋଉ ବି ଏଙ୍ଗେଲ ରୁ ବି ତମେ ତାକୁ ଇଏ କରିବ। ରାଜାରାଣୀ ଆଉ କୋଉ ଟେମ୍ପୁଲ ରହିଲା? ଜଗନ୍ନାଥ ଟେମ୍ପୁଲ ପଢିବ ତମେ। ଜଗନ୍ନାଥ ଟେମ୍ପୁଲ ର ଜଗନ୍ନାଥ ଟେମ୍ପୁଲ କହିଲ କଣ କଣ ପଏଣ୍ଟ, ମାନେ ଆମେ ଯୋଉ ଫର୍ମାଟ ରେ ବନଉଛୁ କଣ କଣ ପଏଣ୍ଟ ହେଇପାରିବ ଜଗନ୍ନାଥ ଟେମ୍ପୁଲ ର ହେଲା। ଫାର୍ଷ୍ଟ ମେନସନ କରିଦବ ଏଟା କୋଉ ପିରିୟଡ ର, କୋଉ ପିରିୟଡ ର, କିଏ ବନେଇଥିଲେ ଜଗନ୍ନାଥ ଟେମ୍ପୁଲ? ଜଗନ୍ନାଥ ଟେମ୍ପୁଲ କିଏ ବନେଇଥିଲେ ଜାଣିନ? ଅନନ୍ତ ବର୍ଣ୍ଣ ଚୋଡଗଙ୍ଗ। ହୁଁ, ଜଣେ ବର୍ଣ୍ଣ ବନେଇଥିଲେ ନା ଜଣେ ଚୋଡଗଙ୍ଗ ଆରମ୍ଭ କରିଥିଲେ ଜଣେ ଶେଷ କରିଥିଲେ? ଜଣେ ଆରମ୍ଭ କରିଥିଲେ, ଜଣେ ଶେଷ କରିଥିଲେ। ହୁଁ। କିଏ ଆରମ୍ଭ କରିଥିଲେ? ଏଇଟା କୋଉ, ଏଇଟା ହଉଛି ଗଙ୍ଗ ପିରିୟଡ ଟାଇମ ର ହେଲା। ଗଙ୍ଗ ପିରିୟଡ ଟାଇମ ର ଚୋଡଗଙ୍ଗ ଷ୍ଟାର୍ଟ କରିଥିଲେ କି? ଆଉ ଶେଷ କିଏ କରିଥିଲେ? ତୃତୀୟ ଅନଙ୍ଗ ଭୀମ ଦେବ। ହୁଁ, ମେନସନ କରିଦବ ହେଲା। ଷ୍ଟାର୍ଟ ଆଉ ଏଣ୍ଡ। ତାପରେ ୟାର ବି ଷ୍ଟ୍ରକ୍ଚର ଟା ହେଲା, କନସିଷ୍ଟ ଅଫ କୋଉଟା ତା ଷ୍ଟ୍ରକ୍ଚର ଟା, ଆରେ କୁହ। ମାନ ଆଉ କଣ ଅଛି? ତାର ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ, ଭୋଗ ମଣ୍ଡପ। ନାଟ ମନ୍ଦିର ତ ମୁଁ ଆଗରୁ ସେଥିପାଇଁ ଟର୍ମିନୋଲୋଜି ବୋଲିକି କହିଥିଲି, ଏଗୁଡାକ ତମେ ଆଗରୁ କହିଦେଇଛି ହେଲା। ଭୋଗ ମଣ୍ଡପ ଏଟା ଅଧିକ ବତେଇବାକୁ ପଡିବନି ହେଲା। ତାପରେ ବିମାନର ତାର ମାନେ ସେ ହାଇଟ ଗୁଡାକ ଟିକେ ଦେଖିଦବ ହେଲା। ଏଟା କେତେ, କେତେ ଫୁଟ କେତେ 214 8 ଇଞ୍ଚ 80 ଫୁଟ ତାର ସ୍କ୍ୱାର। ତାପରେ ତମର ଏଇ ବିମାନଟା, ତମର ବିମାନଟା କୋଉ ପ୍ଲାନ ରେ ହେଇଛି?
କୋଉ ପ୍ଲାନ? ପଞ୍ଚରଥ ପ୍ଲାନ। ସବୁ ମନ୍ଦିର ନା ଗୋଟେ ଏମିତି ଡାଇଗ୍ରାମ କରିଦବ ହେଲା। ଆଉ କୋଉଟା ତମର ପଞ୍ଚରଥ କୋଉଟା ତ୍ରିରଥ ଏଗୁଡା ସବୁ ମାନେ ମନେ ରଖିଦବ। ଏଗୁଡାକ ହିଁ ଲେଖିବ ହେଲା। ତମେ ଯେତେ ଅଧିକା ଗପ ଲେଖିଲେ ବି କିଛି ନାହିଁ, ଏଇ ଗୋଟେ ଗୋଟେ ପଏଣ୍ଟ ରେ ତମକୁ ମାର୍କ ମିଳିବ ହେଲା। ତାପରେ ତାର ଜଗମୋହନ ଟା ମୁଁ ଯୋଉ କହିଲି ହେଲା। ତାପରେ ଆମର ଯୋଉ ତାର ରୁପ ଅଫ ଦି ଷ୍ଟ୍ରକ୍ଚର, କୋଉ ମାନେ ତାର ରୁପ ଟା ମାନେ ତାର ଷ୍ଟ୍ରକ୍ଚର ଟା କୋଉଠି ସପୋର୍ଟ କୋଉଟା କରିଥାଏ କି? ଦେଖିଥିବ ସମସ୍ତେ ମାନେ ତମର ଆଇରନ ବିମ୍ ଗୁଡାକ ଥାଏ, ଲୁହାର ବିମ୍ ଗୁଡାକ ଥାଏ ହେଲା। ଲୁହାର ବିମ୍ ଗୁଡାକ ଦେଖିଛ କି ନାଇଁ? ତା ରୁପ ଟା ଯୋଉଟା ଦେଖିଛ କି ନାଇଁ? Yes, sir. ହୁଁ। ତାପରେ ତାର ନାଟ ମନ୍ଦିର କୋଉ ଫର୍ମ ରେ ଥାଏ? ନାଟ ମନ୍ଦିର କୋଉ ଫର୍ମ ରେ ଥାଏ? ପିରାମିଡ ଟାଇପ ର ଥାଏ କି ନାଇଁ? ହେଲା। ହଁ ଏଇଟା ଗୋଟେ ମନେ ରଖିବ ହେଲା। ତାର ନାଟ ମନ୍ଦିର ଟା ସ୍ଟୋରି ଅଫ କାଞ୍ଚି କାବେରୀ। କାଞ୍ଚି କାବେରୀ ଏକ୍ସପେଡିସନ ହେଲା। ଏଇଟା ମନେ ରଖିବ। ତାପରେ ନାଟ ମନ୍ଦିର ଭଳିଆ ତମର ଭୋଗ ମଣ୍ଡପ ବି ପିରାମିଡାଲ ସେପ ରେ ଥାଏ। ଏ ଭୋଗ ମଣ୍ଡପ ଟା ତୁମର କଣ? ସ୍ଟୋରି ରିଲେଟେଡ ଟୁ ଶ୍ରୀକୃଷ୍ଣ ଲାଇଫ ହେଲା। ମାନେ ସେ କେମିତି ବଇଁଶୀ ବଜଉଥିଲେ, ସେ ତମର ମାନେ ଗାଈ ଗୁଡାକ କେମିତି ମାନେ ଶୁଣୁଥିଲେ ହେଲା। ତାପରେ ଶ୍ରୀକୃଷ୍ଣଙ୍କ ବହୁତ ସାରା ପୁଜ ହେଲା। ତାପରେ ସେ ଯୋଉ ଆମର ତାଙ୍କର ଦୋଳ ଯାତ୍ରା, ଏସବୁରେ ତୁମର ଏ ସବୁ ଗୁଡାକ ସେଠି ହେଇକି ଅଛି ହେଲା। ଭୋଗ ମଣ୍ଡପ ଟା ବହୁତ ଇଣ୍ଟରେଷ୍ଟିଂ ନା। ତମର ସେଠି ମାନେ ଇନ୍ଦ୍ରଙ୍କର ସଭାର ହେଲା। ଇନ୍ଦ୍ର ସଭାର ତାପରେ ରାଜ୍ୟାଭିଷେକ ର ହେଲା। ତାପରେ ଭଗବାନ ଶିବଙ୍କର ତମର ଗୋଟେ ମାନେ ଆମର କଣ ଷଣ୍ଢ ଉପରେ ବସିଲା ଟା। ଏଗୁଡାକ ଦେଖିଛ କି ନାଇଁ? ଏଇଟା ପଢିକି ଏବେ ନେକ୍ସଟ ଯେବେ ଯିବ ଶିବ ମନ୍ଦିରରେ ସବୁ ଜିନିଷ ଖୋଜିବ ହେଲା। ସରି ଜଗନ୍ନାଥ ମନ୍ଦିରରେ ଫିଟିଂ ଅନ୍ ହିଜ ଫୁଟ ହେଲା। ଏ ସବୁ ଗୁଡାକ ତମର କାନ୍ଥରେ ତମେ ଦେଖିବାକୁ ପାଇବ ହେଲା। ତାପରେ ତାର ସାଉଥ ଗେଟ ଇଷ୍ଟ ୱେଷ୍ଟ ମାନେ ପୂର୍ବ ଦ୍ୱାର ପଶ୍ଚିମ ଦ୍ୱାର ହେଲା। ତାର ଉପରେ ପଏଣ୍ଟ ଗୁଡାକ ଲେଖିବ। ପୂର୍ବ ଦ୍ୱାର ସେ ପଶ୍ଚିମ ଦ୍ୱାର ଉତ୍ତର ଦ୍ୱାର। ସେ ଯୋଉ ନାଟ ମନ୍ଦିର ରହିଲେ କହିଲେ ସାର୍, ସେଇ କାହାର କାହାର ଚିତ୍ର ଅଛି ଏଠି? କଣ ବୁଝିହେଲାନି? ସେ ନାଟ୍ୟ ମନ୍ଦିର ବିଷୟରେ ଆଉ ଥରେ କହିଛନ୍ତି ଟିକେ। ନାଟ ମନ୍ଦିର ପିରାମିଡାଲ ସେପ ର, ତାପରେ ସେଠି ତମର କାଞ୍ଚି କାବେରୀ ଏକ୍ସପେଡିସନ ର ତାର ଷ୍ଟୋରି ବର୍ଣ୍ଣନା କଲା ଭଳିଆ ତମର ସେଠି ଫିଗର ଟା ମାନେ କଣ କହନ୍ତି ତାକୁ ଆର୍କିଟେକ୍ଚର ଟା ସେଠି ପାଇବ ତମେ। ତାପରେ ଭୋଗ ମଣ୍ଡପରେ ତମର ଶ୍ରୀକୃଷ୍ଣଙ୍କର ପୁରା ତାଙ୍କର ଲୀଳା ର ତାର ଏଇଟା ପାଇବ। ରାଜ୍ୟାଭିଷେକ ର ପାଇବ। ତାପରେ ଭଗବାନ ଶିବ ଷଣ୍ଢ ଉପରେ ମାନେ ବସିଥିବାର ମାନେ ଭୋଗ ମଣ୍ଡପରେ ସେଠି ଦେଖିବାକୁ ପାଇବ। ଏଗୁଡା ଅନୁମାନ କରିନ କି? ଅନୁମାନ କରିନ କି ଏଇଗୁଡାକ? ସାର୍ କିଛି No, କିଛି sir. ଦେଖିଛି। ହଁ, ଏଇଟା ପଢିଲା ଆର୍ଟ ଆଣ୍ଡ କଲଚର ତମେ ମାନେ ଯେତେବେଳେ ବି ତମେ କୋଉ ବି ତମେ ହିଷ୍ଟୋରିକାଲ ଯୋଉଠିକି ବି ଯାଅ, ଏଠି ଦିଲ୍ଲୀରେ ଗୋଟେ ଅଛି ତମର ମାନେ ହିଷ୍ଟ୍ରି ମ୍ୟୁଜିୟମ ବୋଲିକି ଗୋଟେ ଅଛି ହେଲା। ତ ତମେ ଆର୍ଟ ଆଣ୍ଡ କଲଚର ବହି ତମର ଧରିକି ସେଠି ବହି ଧରିକି ଯିବ। ସେଠି ତମେ ଲାଇଭ ସବୁ ଜିନିଷ ତମର ଟେରାକୋଟା ଫିଲ୍ଡ ମାନେ ଏନସିଏଣ୍ଟ ର ହେଲା। ଏନସିଏଣ୍ଟ ଆର୍ଟ ଆଣ୍ଡ କଲଚର ମିଡିଭାଲ ଏଗୁଡା ସବୁ ରିଲେଟେଡ ହିଁ ଥାଏ ନା।
ହେଲା। ତ ତମେ ପ୍ରାକ୍ଟିକାଲି ଯାଇକି ଦେଖିବ ଆଉ ତମକୁ ଭଲ ଲାଗିବ ହେଲା। ଯୋଉ ବି ତମେ ଷ୍ଟ୍ରକ୍ଚର ତମେ ତାପରେ ମନ୍ଦିରକୁ ଦେଖିବ, ହଁ ଏଇଟା ହଉଛି ରେଖା ଦେଉଳ, ଏଇଟା ହଉଛି ପିଢା ଦେଉଳ, ଏଇଟା ହଉଛି ଗର୍ଭଗୃହ, ତାପରେ ତାର ରୋଷେଇଶାଳ ହେଲା। ତ ଏଇଗୁଡାକ ଦେଖିବ ତମେ, ମାନେ ଏବେ ତମେ ଜେନେରାଲ ପର୍ସପେକ୍ଟିଭ ରେ ଦେଖୁଥିଲ ଏବେ ମନ୍ଦିର, ଏବେ ନେକ୍ସଟ ଯେତେବେଳେ ଯିବ ଏଗୁଡାକ ସବୁକୁ ଅବଜର୍ଭ କରିବ। କୋଉଟା ତମର ମାନେ ଆଇରନ୍ ପିଲାର ରେ ଅଛି ହେଲା, ତାପରେ କୋଉଟାକୁ କଳସ କହନ୍ତି, କୋଉଟାକୁ ତୁମର ଘଣ୍ଟ କଳସ କହନ୍ତି, କୋଉଟାକୁ ତୁମର ମାନେ ଆଉ କଣ କଣ ଅଛି କି ଭୂମି ଅମଳା ହେଲା। ଏଗୁଡାକ ସବୁ ଅନୁମାନ କରିବ। ଯେତେ ଟେମ୍ପଲ ତମେ ପଢିଛ ନା ଏବେ ହେଲା, ଏକ୍ସାମ ସରିଲେ ଯାଇକି ସବୁ ଟେମ୍ପଲ ବୁଲିକି ଆସିବ ହେଲା। ମୁଁ ବି ନେକ୍ସଟ ଭୁବନେଶ୍ୱର ଗଲେ ବୈତାଳ ଟେମ୍ପଲ ଟା ମୁଁ ବି ଦେଖିନି, ଦେଖିବି ଯାଇକି ହେଲା। ତମମାନେ ବି ବୋଧେ କିଏ ଦେଖିନଥିବ ବୋଧେ ବୈତାଳ ଟେମ୍ପଲ ଟା, ଏଇଟା ଯୋଉଟା ଦେଖିଛ କିଏ କିଏ? ବୈତାଳ ନା ଟେମ୍ପୁଲ ଆଉ ବରାହି ଟେମ୍ପୁଲ ମୁଁ ତ ଶୁଣିବି ନଥିଲି, ମାନେ ଖାଲି ପଢିଥିଲି ଆର୍ଟ ଆଣ୍ଡ କଲଚରରେ, ବାକି ମୁଁ କେବେ ଦେଖିନି ହେଲା। ତାପରେ ଜଗନ୍ନାଥ ମନ୍ଦିରର ଜେନେରାଲି ତମର ପାଖରେ ସବୁ ପଏଣ୍ଟ ମିଳିଯିବ, 22 ପାହାଚ, ତାପରେ ତମର ରୋଷେଇ ଶାଳା ହେଲା। ଏଗୁଡାକ ସବୁ ଜିନିଷ ତମେ ତାର ଟିକେ ମୁକ୍ତି ମଣ୍ଡପ, କୋଉଟା ମୁକ୍ତି ମଣ୍ଡପ ମାନେ କୋଉଟା ହଲ ଅଫ ୱାର୍ଡିଙ୍ଗ ଉପରେ ଟିକେ ଧ୍ୟାନ ଦବ ହେଲା। ବେଶୀ ମାନେ ଟିକେ ମାନେ ଆର୍ଟ ଆଣ୍ଡ କଲଚର ଯୋଉ ଯୋଉ ମାନେ କିଛି ଟର୍ମିନୋଲୋଜି ଗୁଡାକ ଅଛି ସେଇଗୁଡାକ ହିଁ ୟୁଜ କରିବ ହେଲା, ଗୋଟେ ଜେନେରିକ ୱେରେ ଲେଖିବନି ହେଲା। ମୁକ୍ତି ମଣ୍ଡପ ହେଲା, ଯୋଉଟା ଆମର କହନ୍ତି କଲର ଏଇଟା ଗୋଟେ ତମ ରେକ୍ଟାଙ୍ଗୁଲାର ସେପ ର, ମାନେ 16 ପିଲାର ଗୋଟେ ରେକ୍ଟାଙ୍ଗୁଲାର ସେପ ଗୋଟେ ଏଇଟା ଅଛି ହେଲା, ଯୋଉଟା କି ତମର ଗଜପତି ପ୍ରତାପ ରୁଦ୍ର ଦେବ ବନେଇଥିଲେ ହେଲା। ଗଜପତି ପ୍ରତାପ ରୁଦ୍ର ଦେବ ଏଟା ବନିଥିଲେ, ଯୋଉଠି ବ୍ରାହ୍ମଣ ପଣ୍ଡିତ ମାନେ ବସନ୍ତି। ଦେଖିଛ କି ନାଇଁ ମୁକ୍ତି ମଣ୍ଡପ କୋଉ ଦ୍ୱାରରେ ତମର ଯୋଉ କୋଉ ଦ୍ୱାର ସାମ୍ନାରେ ସେଇଟା ଅଛି କି? ଉତ୍ତର ପଶ୍ଚିମ ଦ୍ୱାର ବୋଧେ। ତାପରେ ତାର ମୁକ୍ତି ମଣ୍ଡପ ତାର ପାଖ ପାଖରେ ଗୋଟେ ଅଛି ତୁମର ଦେଖିଥିବ ରୋହିଣୀ କୁଣ୍ଡ। ରୋହିଣୀ କୁଣ୍ଡ, ରୋହିଣୀ କୁଣ୍ଡରେ କଣ କୋଉ ଇମେଜ ଟା ଅଛି କହିଲ? ରୋହିଣୀ କୁଣ୍ଡ ଟା ଦେଖିଛ କି ନାଇଁ? ସେ ଗୋଟେ ବାବା ଗୋଟେ ବସିଥାନ୍ତି ସବୁବେଳେ ସେଠି, ମାନେ ତାର ଜଷ୍ଟ ପାଖକୁ ନେଇକି, ଦେଖିଛ ତ? ତାପରେ ଲକ୍ଷ୍ମୀ ମନ୍ଦିର ଏଥିରେ ଅଛି, ନବଗ୍ରହ, ତାପରେ ଆସିଲା ଲାଷ୍ଟକୁ ଆନନ୍ଦ ବଜାର ହେଲା। ଆନନ୍ଦ ବଜାରରେ କଣ ହୁଏ କି ମହାପ୍ରସାଦ ମିଳେ ଭଗବାନଙ୍କର ହେଲା। ଏଗୁଡା ସବୁ ତ ଜାଣିଛ ଆଉ, ଖାଲି ପଏଣ୍ଟ ଗୁଡାକ ଖାଲି ମନେ ରଖ ଲେଖିବା ପାଇଁ ଆଉ, ବୁଝି ହେଲା। यस सर। ତାପରେ ପଳେଇ ଆସ ତୁମର ସନ୍ ଟେମ୍ପଲ। ଗୋଟେ କୋଶ୍ଚିନ୍ ଦେଖ ଯେମିତି ହେଲେ ବି 100% ଆସିବ ହେଲା। ସେଇ ହିସାବରେ ବ୍ଲାକ୍ ପଗୋଡା ହେଲା, କିଏ ବନେଇଥିଲେ କି ଆମର ସୂର୍ଯ୍ୟ ମନ୍ଦିର? ଫର୍ମାଟ ତ ମନେ ରଖ, କିଏ ବନେଇଥିଲେ ସେଇଠୁ ଷ୍ଟାର୍ଟ କରିବ, ତାପରେ ତାର ମାନେ ଡିଟେଲ୍ସ, ମାନେ ତମେ ସବୁ ଏବେ ଯଦି ପଏଣ୍ଟ ଗୁଡାକ ଦେଖିନବ ନା ସବୁ ଟେମ୍ପଲ ର, ତ ଅଟୋମେଟିକ ଏଇ ଯୋଉ ଖାଲି ତାର ପଏଣ୍ଟ କୁ ମନେ ରଖିଲେ ତମେ ମାନେ ଲେଖିପାରିବ ହେଲା। ସେଥିପାଇଁ ମୁଁ ସେଇ ଫର୍ମାଟ ରେ ଲେଖି ଦଉଛି ହେଲା। ଆମର କିଏ ବନେଇଥିଲେ ସୂର୍ଯ୍ୟ ମନ୍ଦିର? ଲାଙ୍ଗୁଳା ନରସିଂହ ଦେବ।
କେତେ ଟାଇମ ଲାଗିଥିଲା ଏଇ କୋଣାର୍କ ମନ୍ଦିର ବନେଇବା ପାଇଁ? 12 years। ହୁଁ 12 ବର୍ଷ। 12 ବର୍ଷ ଲାଗିଥିଲା। ଏଟାକୁ ଫେର କଣ କହନ୍ତି ଆମକୁ? ଅର୍କ କ୍ଷେତ୍ର ତ କୋଣାର୍କ। ଶ୍ରୀକ୍ଷେତ୍ର ଅର୍କ କ୍ଷେତ୍ର। ଅର୍କ କ୍ଷେତ୍ର କହନ୍ତି, ଶ୍ରୀକ୍ଷେତ୍ର ହଉଛି ପୁରୀ, ଅର୍କ କ୍ଷେତ୍ର ହଉଛି କୋଣାର୍କ। ହେଲା, ତାପରେ କୋଉ ପଏଣ୍ଟ ଲେଖିବା କୁହ ମତେ? ଏବେ ଆମେ ତ ଏତିକି ପଏଣ୍ଟ, ଏତେ 3ଟା 4ଟା ମନ୍ଦିର ଡିସ୍କସନ କଲୁ, ତାପରେ କୋଉ ପଏଣ୍ଟ ଆସିବ ତମର? କୁହ, ନିଜେ କୁହ, ନିଜେ କୁହ। ଇଣ୍ଟରାକ୍ଟିଭ ରଖ, ନହେଲେ ସକାଳେ ଶୋଇ ପଡିବ ତମେ। ପ୍ଲାଟଫର୍ମ। ବିମାନ, ଜଗମୋହନ, ନାଟ ମନ୍ଦିର। ବିମାନ ଅଛି କି ଏବେ ମାନେ କୋଣାର୍କର? ପଥର ସବୁ ପଡିଗଲା ନା, ହେଲା, ତ ଏଇଟା ଇଏ ହେଇଗଲାଣି, ଆଉ ନାହିଁ। ତାପରେ ତା ଜଗମୋହନ ଯୋଉଟା କଣ, ମୁଖ ଫାଳାଟା, ମୁଖ ଫାଳା, ଏଇଟା କୋଉ ସେପ ରେ ଅଛି? ପିରାମିଡାଲ ରୂପ ଅଛି। ହେଲା, ଏଠି ତମ କଣ 24ଟା ଚକ, ହେଲା। ତାପରେ ଏ 24ଟା ଚକଟା କଣ କଣ ଡିନୋଟ କରେ କହିଲ? ଆଗ କାଳରେ ତମର ମାନେ ଟାଇମ ଲେଖୁଥିଲେ ନା, ମାନେ ସେ Yes, sir. 24ଟା ଚକ୍ର ଇଏ ଦେଖି ଟାଇମ ଲେଖୁଥିଲେ। ହେଲା, ତାପରେ ତମର 7ଟା ଘୋଡା ବି ଦେଖିଥିବ, ହେଲା। 7ଟା ଘୋଡା, ଏଇଟା 24ଟା ଚକ ଟାଇମ କୁ ଡିନୋଟ କରୁଥିଲା। ଆଉ 7ଟା ଘୋଡା କଣ? 7 days in a week। ତାପରେ ଏଟା କୋଉ ଷ୍ଟାଇଲ? ବିମାନ ଜଗମୋହନ, ତ୍ରିରଥ ନା ପଞ୍ଚରଥ? ହେଲା, ଆଉ କଣ ପଏଣ୍ଟ ଅଛି କୁହ? ଆଉ କଣ ପଏଣ୍ଟ ଅଛି କୁହ? ଇଷ୍ଟର୍ଣ୍ଣ ରେ ତୁମର ଏଠି ବି ତମର କୋଉଟା ପିଲାରଟେ ଅଛି କି ନାଇଁ? କଣ କୁହନ୍ତି ଦେଖ, ଅରୁଣ ସ୍ତମ୍ଭ କହନ୍ତି କି? ହୁଁ, ଆକ୍ଚୁଆଲି ଯୋଉ ଆମର ଯୋଉ ଜଗନ୍ନାଥ ମନ୍ଦିରର ଯୋଉ ଅରୁଣ ସ୍ତମ୍ଭ ଟା ନା, ଏଟା ତମେ ଜାଣିଛ କି ନାଇଁ? ଯୋଉ ମରାଠା ରୁଲ ଟାଇମ ରେ, ତାପରେ ତମର ଅରୁଣ ସ୍ତମ୍ଭ ଟା କୋଣାର୍କ ମନ୍ଦିରରୁ ତାପରେ ସେଟା ଜଗନ୍ନାଥ ମନ୍ଦିରକୁ ନେଇଥିଲା ବୋଧେ, ଏମିତି କଣ ଷ୍ଟୋରି ଗୋଟେ ଅଛି, ଶୁଣିଛ କି ନାଇଁ? नो सर। ମନେ ପଡୁନି କ୍ଲିୟରଲି, ହେଲା, ମୋର ବି ମନେ ପଡୁନି କ୍ଲିୟରଲି, ବାକି ଏମିତି ମୁଁ କିଛି ଶୁଣିଥିଲି। ଏଟା ଟିକେ କ୍ରସ୍ ଚେକ୍ କରିଦବ, ହେଲା, ଭୁଲ ଭାଲ କହିବନି, ଏଇଟା ଟିକେ କ୍ରସ୍ ଚେକ୍ କରିଦବ, ହେଲା। ତାପରେ ତାଙ୍କର ଆଇଡଲ ଟା, ହେଲା, ଆଉ କଣ ରହିଲା କୋଣାର୍କ ମନ୍ଦିରର? ତାର ସ୍କଲ୍ପଚର ଉପରେ ଟିକେ ଲେଖିଦବ, ହେଲା। ଏଠି ସବୁ କଣ କଣ ଅଛି ତମର? ବାର୍ଡ, ମାଇଥୋଲୋଜିକାଲ ଫିଗର, ତାପରେ ଏକ୍ୱାଟିକ୍ ଆନିମଲ, ଡେକୋରେଟିଭ ବଡିଜ, ହେଲା। ଏମିତି ବହୁତ ସାରା ଜିନିଷ ତମେ ଏଠି କୋଣାର୍କ ମନ୍ଦିରରେ ଏଠି ପାଇବ। ଆଉ ରହିଲା ତୁମର
କୋଣାର୍କ ମନ୍ଦିରରେ ବହୁତ ସାରା ପଏଣ୍ଟ ଅଛି ହେଲା। ଆଉ ତମେ ଆଉ କୋଉଟା ଲେଖିପାରିବ କହିଲ ଆମର ପୂର୍ବ ଇଏକୁ ଇଏ କରିକି। ତାର ନବଗ୍ରହ ସ୍କଲ୍ପଚର ଗୋଟେ ବି ଅଛି କୋଣାର୍କରେ। ହେଲା ନବଗ୍ରହ ମାନେ କୋଉଟା କି? ନବଗ୍ରହର ଅର୍ଡର ଟା ଜାଣିଛ? ରବି, ଚନ୍ଦ୍ର, ତାପରେ ମଙ୍ଗଳ, ତାପରେ ବୁଧ, ତାପରେ ବୃହସ୍ପତି, ଶୁକ୍ର, ଶନି ହେଲା। ତାପରେ ରାହୁ ଆଉ କେତୁ ହେଲା। ଶିବଲିଙ୍ଗ ଅଛି ନା ନାଇଁ କୋଣାର୍କ ମନ୍ଦିର ଦେଖିଛ? ସେଠି ଗୋଟେ କୋଣାର୍କରେ ଗୋଟେ ମ୍ୟୁଜିୟମ ଟା ଅଛି, ଯାଇଛ କେବେ? ଆଁ ବର୍ଷେ। ଆଉ କଣ ପଏଣ୍ଟ ହେଇପାରିବ? ଏତେ ହିଁ ପଏଣ୍ଟ ଥାଉ ବେଶୀ ପଏଣ୍ଟ ବାକି ତମେ ଯୋଉ ବୁକ୍ ତମ ପାଖରେ ଅଛି ସେ ବୁକ୍ ରୁ କିଛି ପଏଣ୍ଟ ଦେଖିଦବ। ଏଗୁଡାକ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ। ଷ୍ଟ୍ରକ୍ଚର ଟା ମନେ ରଖ ହେଲା। ଆମ ଷ୍ଟ୍ରକ୍ଚର ଟା ଆମେ କଣ ଆମେ ସବୁ ଯେତେ ବି ଆମେ ଟେମ୍ପଲ ଆର୍କିଟେକ୍ଚର କଲୁ କଣ କଣ ମାନେ ତାର ଆମେ କୋଉ ଫର୍ମ ରେ ଲେଖିଲୁ କି ସବୁ ଟେମ୍ପଲ ଆର୍କିଟେକ୍ଚର ଟା ହୁ ବିଲ୍ଡ ରୁ ଷ୍ଟାର୍ଟ କଲୁ ହେଲା। ଇଣ୍ଡିଭିଜୁଆଲ ଟେମ୍ପଲ ଆର୍କିଟେକ୍ଚର ପଢିଲେ ହେଲା। ତାପରେ ତାର କଣ ଅଛି, ତାପରେ ତାର ଫିଗର ହେଲା। ତାପରେ ସେଟା ପଞ୍ଚରଥ ନା ତ୍ରିରଥ ହେଲା। ଏଗୁଡାକ 100% ଯେମିତି ହେଲେ ବି ଲେଖିବ ହେଲା। ଆଉ କୋଉ ମନ୍ଦିର ରହିଲା ବାକି? ବାକି ଯୋଉ ମନ୍ଦିର ରହିଲା ଦେଖିଦବ ତମେ ହେଲା। ଆଉ କୋଉ ମନ୍ଦିର ରହିଲା ଭାଇ, କଣ ଡାଉଟ ରହିଲା ପଚାର? ଆଉ କଣ ଡାଉଟ ରହିଲା ପଚାର? ବୁଝିହେଲା ତ? यस सर। ତାପରେ ସୋସିଓ କଲଚରାଲ ଡେଭଲପମେଣ୍ଟ ଉପରେ କଣ କାହାର ଆଇଡିଆ ଅଛି କହିଲ? ଏଟା ସ୍ପେଶିଆଲି ମେନସନ ଅଛି ସିଲାବସରେ, ଏଠୁ ବି କ୍ୱେଶ୍ଚିନ୍ ଆସିପାରେ। କାହାର କଣ ଆଇଡିଆ ଅଛି? ତମେ ସମସ୍ତେ ସବୁ ଜିନିଷ ଜାଣିଛ ହେଲା। ସୋସିଓ କଲଚରାଲ ଡେଭଲପମେଣ୍ଟ ମାନେ ସମସ୍ତେ ଜାଣିଛ ସବୁ ଜିନିଷ। କିଛିଟା ପଏଣ୍ଟ ମତେ କୁହ। କିଏ ଅଛ କହିଲ? ସାର୍ ଯେମିତି ଜଗନ୍ନାଥ କଲଚର କୁହନ୍ତି ଲଭ ଡିଭୋସନ ସୋ କରିବାର ଅଛି, ହୁଁ ରେସପେକ୍ଟ ସୋ କରିବାର ଅଛି। ହୁଁ ସୋସିଓ କଲଚରାଲ ଡେଭଲପମେଣ୍ଟ ମାନେ ତମର ସବୁ ଡେଭଲପମେଣ୍ଟ ଆସିବ ସେଠି ହେଲା। ତମେ ଗୋଟେ ବେସିକ ଗୋଟେ ଇଣ୍ଟ୍ରୋଡକ୍ସନ ହେଲା, ଏଇଟା ମନେ ରଖ। ହୁଁ ଓଡିଶା ଆମର କଣ ଇଣ୍ଡିଆର ଇଷ୍ଟର୍ଣ୍ଣ ପାର୍ଟରେ ଅଛି ହେଲା। ଏଠି ଲେଖିଦବ ଦି ଷ୍ଟେଟ ଇଜ home to diverse range of culture, religion and tradition, and had seen ଏଠି ଡାଇରେକ୍ଟ ମୁଁ କ୍ୱେଶ୍ଚିନ୍ ଆନ୍ସର ଫର୍ମାଟ ତମକୁ ବୁଝେଇ ଦଉଛି ହେଲା। significant socio-cultural development over the year ହେଲା। ତାପରେ ତମେ ୟାର ପଏଣ୍ଟ ଗୁଡାକୁ ମନେ ରଖ ହେଲା। ସୋସିଓ କଲଚରାଲ ଡେଭଲପମେଣ୍ଟ ର ହେଲା ତାକୁ ଗୋଟେ ପଏଣ୍ଟ ଫର୍ମାଟ ରେ ମନେ ରଖ। ଲାଙ୍ଗୁଏଜ ଆଣ୍ଡ ଲିଟରେଚର,
मते कुह तुम टे माने सकाल सकाल क्लास अच्छे ना टे ये कर डिस्कशन माने ये सब लैंग्वेज एंड लिटरेचर तुम को पॉइंट लिखि परिबो को हमर ओडिया ऑफिशियल लैंग्वेज हैला कट लिखि दउची हैला हैला तुमर माने 22 शेड्यूल रो हैला ऑफिशियल लैंग्वेज रे अछि तापर तुमर दुईटा ये लिखि दबो महाभारत के लिखिथिले महाभारत ओडिया महाभारत के लिखिथिले ओडिया महाभारत महाभारत रामायण के लिखिथिले मते कहिलो हम शंकर शुभश्री के अछ महा- महाभारत लिखिଥିଲେ ସାରଳା ଦାସ। ଆଉ ରାମାୟଣ तो जगन्नाथ दास। ଜଗନ୍ନାଥ ଦାସ କି ବଳରାମ ଦାସ ବଳରାମ ଦାସ। ହେଲା ଏଇଟା ଗୋଟେ ପଏଣ୍ଟ ମନେ ଦେଲ ଲାଙ୍ଗୁଏଜ ଏଣ୍ଡ ଲିଟରେଚର ଦିଟା ପଏଣ୍ଟ ଲେଖିଦେଲ ହେଲା ଓଡିଶାରେ ଶୀତ ହଉନି କି ଏବେ ଶୀତ ହଉଛି ନା କମିଗଲାଣି ସାର୍ ସେ କମିଗଲାଣି। କମିଗଲା। ତ ଥରୁଛି ଶୀତରେ ତାପରେ ଫେଷ୍ଟିଭାଲ ହେଲା ଫେଷ୍ଟିଭାଲ ରେ ଲେଖିଦବ ରଥଯାତ୍ରା ଦୁର୍ଗା ପୂଜା ହୋଲି ଦିୱାଲି ନୂଆଖାଇ ଯାହା ବି ପାଉଛ ହେଲା 3-4ଟା ଫେଷ୍ଟିଭାଲ ଲେଖିଦବ ତାର ଉପରେ ଗୋଟେ ଗୋଟେ ଲାଇନ ଲେଖିଦବ ତାପରେ ଆର୍ଟ ଆଣ୍ଡ କ୍ରାଫ୍ଟ ହେଲା ଆର୍ଟ ଆଣ୍ଡ କ୍ରାଫ୍ଟ ହେଲା ଆର୍ଟ ଆଣ୍ଡ କ୍ରାଫ୍ଟ ରେ କଣ ଏବେ ରିସେଣ୍ଟଲି ତମର ପଦ୍ମଶ୍ରୀ ମିଳିଲା ବୋଧେ ପଟ୍ଟଚିତ୍ର ହେଁ ପଟ୍ଟଚିତ୍ର ମିଳେନି ପଟ୍ଟଚିତ୍ର ଆର୍ଟିଷ୍ଟ ଯୋଉ କଣ ତାଙ୍କ ନାଁ ମୋର ମନେ ପଡୁନି ଏବେ ପଦ୍ମଶ୍ରୀ ମିଳିଲାନି ତାଙ୍କୁ ହେଲା ଏଇଟା ହଉଛି ତମର ଗୋଟେ ଜାଣିଛ କି ନାଇଁ ଏଇଟା ନା ଟିକେ ସର୍ଚ୍ଚ କରିଦବ ହେଲା ଏଟା ମେନସନ କରିଦବ ଆନ୍ସର ରେ ଭଲ ଟ୍ରାଡିସନାଲ ଆର୍ଟ ଫର୍ମ ଅଫ ଓଡିଶା ପଟ୍ଟଚିତ୍ରରେ କଣ ଥାଏ ନା ତମର ମାଇଥୋଲୋଜିକାଲ ମାନେ ଷ୍ଟୋରି କୁ ତମର ମାନେ କ୍ଲଥ ରେ ଦେଖା ଯାଇଥାଏ ହେଲା ଦେଖିଛ କି ନାଇଁ ପଟ୍ଟଚିତ୍ର ଗୋଟେ ବି ୟେସ୍ ସାର୍। ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ତାପରେ ପଏଣ୍ଟ ଖାଲି ମନେ ରଖ ହେଲା ପଏଣ୍ଟ ଖାଲି ମନେ ରଖ ତମେ ଲେଖିପାରିବ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ରେ ତମେ ଲେଖିଦବ ମାନେ ଓଡିଶୀ ଛଉ। ଛଉ ସମ୍ବଲପୁରୀ ତାପରେ ଗଞ୍ଜାମର ସେଇ ଆଉ ଯୋଉ କଣ କହନ୍ତି ତାକୁ ରଣପ୍ପା ରଣପ୍ପା ତ ସେ ଯୋଉ କାଠରେ ଯୋଉ ବାନ୍ଧିକି ଯୋଉ ନାଚନ୍ତି ପାଦ ତଳେ ଯୋଉ କାଠ ଗୋଟେ ଉଚ୍ଚା ହେଇକି ଦେଇକି ନାଚନ୍ତିନି ବାଘ ନାଚ ରଣପା କଣ କଣ ଯାହା ବି ଅଛି ଲେଖିଦବ ହେଲା ଗୋଟି ତାପରେ ପୁଅ ଆମର ଡ୍ୟାନ୍ସ ଲେଖିବ। ହଁ ତାପରେ ଆମର ଫେଭରାଇଟ ଖାଇବା ହେଲା ଲେଖିଦବ ରସଗୋଲା ଛେନାପୋଡ ଛେନା ଗଜା ଛେନା ଝିଲି ଯେତେ ଜାଣିଛ ହେଲା ତାପରେ ଏଜୁକେସନ ରେ ମେନସନ କରିଦବ ତମର ଲିଟରେସି ରେଟ କେତେ ଅଛି ଲିଟରେସି ରେଟ କେତେ ଅଛି କି ତାପରେ ତମର ଆଇଆଇଟି ଏନଆଇଟି ଏମ୍ସ ଏଗୁଡାକର ଏକ୍ସାମ୍ପଲ ଦେଇଦବ ହେଲା ଆଇଆଇଏମ ଯାହା ପାରୁଛ ଦେଇଦବ ହେଲା ତାପରେ ସ୍ପୋର୍ଟସ ହେଲା ସ୍ପୋର୍ଟସ ସହିତ ଆମର ଏବେ ଓଡିଶା ତମର ସବୁଠୁ ଇଏ ଲେଖିଦବ ହକି ହକି ଲିଗ ଟା ହେଇଥିଲା ତାପରେ ତମର କବାଡି ତାପରେ ମାନେ କଳିଙ୍ଗ ଆମର ଷ୍ଟାଡିୟମ ର ଉପରେ ଲେଖିଦବ ଟିକେ ବିର୍ସା ମୁଣ୍ଡା ଷ୍ଟାଡିୟମ ଉପରେ ଲେଖିଦବ ହେଲା ସରିଲା ତ ଏତିକି ହଉଛି ତୁମର ଏଇ ପଏଣ୍ଟ ଖାଲି ମନେ ରଖ ହେଲା ଆଉ କିଛି ନାହିଁ ଆଉ କଣ ଅଛି କି ୟା ବାହାରେ କୁହ ୟା ବାହାରେ କଣ ପଏଣ୍ଟ ଜାଣିଛ ମତେ କୁହ ସୋସିଓ ଡେଭଲପମେଣ୍ଟ ଆଉ କିଛି ପଏଣ୍ଟ ଅଛି
ଆଉ କିଛି ପଏଣ୍ଟ ଅଛି କି କୁହ? ଆକ୍ଟିଭ ରୁହ। ଏକ୍ସାମ ଆସିଲା ନା, ଆଜି ତମର ଏଡମିଟ କାର୍ଡ ଆସିଯିବ ହେଲା। କିଏ ଆଶା ରଖିଛ କି ଘୁଞ୍ଚିବ କି କଣ ବୋଲି? ହେଁ, ଘୁଞ୍ଚିବ ବୋଲି କି ଆଶା ଅଛି କି କାହାର? ନା ଏକ୍ସାମ ହବ, ନହେଲେ ହେଲୋ ହେଲୋ ମାଇ ୱଣ୍ଡରଫୁଲ ଫ୍ରେଣ୍ଡସ୍ କରିଦେଲେ ଘୁଞ୍ଚିଯିବ ତାକୁ। ଆଉ କଣ ପଏଣ୍ଟ ଅଛି କୁହ? ସୋସିଓ କଲଚରାଲ ଡେଭଲପମେଣ୍ଟ ରେ ହେଲା, ସୋସିଓ କଲଚରାଲ ଡେଭଲପମେଣ୍ଟ ଉପରେ ଯାହା ବି ଆସୁ ତମେ ଏମିତି ଫିଗର ବନେଇକି ଏମିତି ଗୋଟେ ସାଇଡ ରେ ଇଏ କରିକି ହେଲା, ଏଇଟାକୁ ବନେଇଦବ, ଲାଷ୍ଟ କୁ କନକ୍ଲୁଜନ ଲେଖିଦବ ହେଲା, ସରିଲା। ବୁଝି ହେଲା ତ? yes yes sir। sir। ମୁଁ ଜାଣିଛି ଟିକେ ସ୍ପିଡ ହଉଥିବ ହେଲା, ସ୍ପିଡ ହଉଥିବ, କିନ୍ତୁ ଏବେ ତମେ ତମେ ନିଜେ ଭଲସେ ଜାଣିଛ ଏଠି ବୁଝେଇବା ଜିନିଷ କଣ ଅଛି କୁହ? ଆର୍ଟ କଲଚରରେ ଖାଲି ବୁଝିବା ଜିନିଷ ନୁହଁ, ଖାଲି ମନେ ରଖିବା ଜିନିଷ, ଆଉ ତମେ ସେ ଏକ୍ସାକ୍ଟ ମାନେ ପଏଣ୍ଟ ଟାକୁ ଲେଖି ପାରୁଥିବାର ଅଛି, ଫିଗର ଟା ବନେଇ ପାରୁଥିବାର ଅଛି, ଆଉ କିଛି ନାହିଁ। ହିଷ୍ଟ୍ରି ଗୋଟେ ଟେକ୍ନିକାଲ ସବଜେକ୍ଟ ନୁହଁ କି ତମେ ବୁଝିବ ହେଲା। ହିଷ୍ଟ୍ରିର ତମେ ଟାଇମ ଲାଇନ ହିସାବରେ ରହିଲ କି ମାନେ ଗୋଟେ ମନେକର ଯାହାବି ଗୋଟେ ଷ୍ଟୋରି ଫର୍ମାଟ ରେ ମନେ ରଖିବ, ଟାଇମ ଲାଇନ ଫର୍ମାଟ ରେ ମନେ ରଖିବ, ତାକୁ ତମେ ରିପ୍ରେଜେଣ୍ଟ କରିପାରିବ। ଏଠି କିଛି ଏମିତି ଇଏ ଜିନିଷ ନାହିଁ ହେଲା। ତମେ କେତେ ମନେ ରଖିପାରୁଛ, ଏବେ ମୁଁ ତମକୁ ବସିକି ଥୋଡି ନା ଘୁଷେଇବି, ଘୁଷେଇବା ଟାଇମ ଆଉ ନାହିଁ ହେଲା। ସେଥିପାଇଁ ମୁଁ ତମକୁ ଫଟକଟ ଫର୍ମାଟ ରେ ତମକୁ କହିଦଉଛି ହେଲା, ପୁରା ଏଇଟା ଆମର ମାନେ ଡେପ୍ଥ କୁ ଯିବାର କ୍ଲାସ ନୁ ହେଲା। କି କଣ କହୁଛ? ବେଶୀ ସ୍ପିଡ ହଉଛି, ବୁଝା ପଡୁନି, ଏମିତି କିଛି ଲାଗୁଛି କି ତମକୁ? ଏଠି ତ ମତେ କୁହ ଏବେ ଫେଷ୍ଟିଭାଲ ସବୁ ହେଲା, ଆମର ଲାଷ୍ଟ ପର୍ସନ ରହିଲା ହେଲା। ଫେଷ୍ଟିଭାଲ କଣ କଣ କୁହ? ଫେଷ୍ଟିଭାଲ ରେ ତମେ ବେସିକାଲି ମେନସନ କରିଦବ ବାର ଦୁର୍ଗା। ବର୍ଷ ତେର ପର୍ବ। ବାର ମାସ ତମ ବଢିଆ, ସେଟା ପୁରା ମନେ ରହିଯିବ। ଆଉ ପୁରା 13ଟା ପର୍ବ କହିଲା 12 ମାସରେ, ମୁଁ ତ କହିଦେବି ତମକୁ। ଦେଖ ମୁଁ କହିଦଉଛି ହେଲା, ବଢିଆ ମାନେ ବଢିଆ ୱେ ରେ କହିଲ, 12 ମାସରେ 13 ପର୍ବ। ଦୁର୍ଗା ପୂଜା, କଳିଙ୍ଗ ମହୋତ୍ସବ, ତାପରେ ମାନେ ଟ୍ରେଡିସନାଲ ଫେଷ୍ଟିଭାଲ କୁ ଛାଡିକି କଣ କଣ ତମେ ମାନେ ମନେ ରଖିବା କଥା ସେଇ ଜିନିଷ ଲେଖି ଦଉଛି ହେଲା। ଏଗୁଡାକ ତମେ ସବୁ ଜାଣିଛ, ସାବିତ୍ରୀ ଅମାବାସ୍ୟା, ତାପରେ ଗଲା କି ବାକି ଯୋଉ ଯୋଉ ତମର ପର୍ବପର୍ବାଣି ରହୁଛି, କାର୍ତ୍ତିକ ପୂର୍ଣ୍ଣିମା, ଏଗୁଡାକ ସବୁ ତମେ ଯାହା ଲେଖିବ, କିନ୍ତୁ ମାନେ ଏଇଗୁଡାକ ଟିକେ ମେନସନ କରିବ ହେଲା। ସେଟା ଅତି ଟ୍ରାଡିସନାଲ ଲେଖିବନି, 12 ମାସରେ 13 ପର୍ବ, ଏଇଗୁଡାକ ଟିକେ ମେନସନ କରିବ। ଏ ଭିତରୁ କୋଉଟା କୋଉଟା ଦେଖିଛ ତମେ କହିଲ? ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ଶୁଣିଛ କି ନାଇଁ? ଜାଣିଛ ତ ଏଗୁଡାକ? ଆରେ ଆମେ ଯେତିକି ମନ୍ଦିର ଗୁଡାକ ପଢିଲୁ ହେଲା, ଯେତିକି ଟେମ୍ପଲ ଆର୍କିଟେକ୍ଚର ଗୁଡାକ ପଢିଲୁ ହେଲା, ତାକୁ ଟିକେ ଟିକେ ରିଲେଟ କରିକି, ଆଉ ଯୋଉ ଯୋଉଟା ଛାଡି ହେଇଛି, ଏବେ ଆମର ମାନେ ୱେଷ୍ଟର୍ଣ୍ଣ ସାଇଡର ନୂଆଖାଇ ହେଲା, ତାପରେ ତୁମର ଆମର ଯୋଉ ତାଲଚେର ର ଯୋଉଟା ହୁଏ, କଣ ମନ୍ଦିର ଅଛି କି ଆମର, ହଁ ମା ହିଙ୍ଗୁଳା ଯାତ୍ରା ହୁଏ, ତାପରେ କଟକର ବାଲି ଯାତ୍ରା ହୁଏ, ତାପରେ ତମର କଳାହାଣ୍ଡିରେ ମାନେ ଫେମସ ଯୋଉଟା ହେଲା, କଳାହାଣ୍ଡିରେ ଫେମସ ତମର ଛତର ଯାତ୍ରା ହୁଏ ମା ମାଣିକେଶ୍ଵରୀଙ୍କର, ତାପରେ ପୁରୀରେ ରଥଯାତ୍ରା ହୁଏ। ର ମୁଁ ଲେଖି ଦଉଛି ହେଲା, ମୁକ୍ତେଶ୍ଵର ଡ୍ୟାନ୍ସ ଫେଷ୍ଟିଭାଲ, ତାପରେ ରହିଲା ଏକାମ୍ର ଉତ୍ସବ, ତାପରେ ବୁଢୀ ଠାକୁରାଣୀ ଯାତ୍ରା, ତାପରେ ଆସିଲା ରଥଯାତ୍ରା, ଯାତ୍ରା ଫେଷ୍ଟିଭାଲ,
ସାର୍ ହୁଁ ସେଟା ବୁଢୀ ଠାକୁରାଣୀ ଯାତ୍ରା ସାର୍ ହେଇଗଲା। ଆଚ୍ଛା ଛତର ଯାତ୍ରା ତାପରେ ଆମର ଆସିଲା ନୂଳା ଯାତ୍ରା ତାପରେ ଆସିଲା ବାଲି ଯାତ୍ରା। କୋଉଟା ବିଷୟରେ ଜାଣିନ କୁହ, ଯୋଉଟା ଜାଣିଛ ସେଗୁଡା ମୁଁ କହିବିନି। କୋଉ ବିଷୟରେ ଜାଣିନୁ ତାର ବିଷୟରେ ଟିକେ କହିଦେବି, କୁହ ଜଲ୍ଦି, ଟାଇମ ନାହିଁ, ଶୀଘ୍ର ଶୀଘ୍ର କୁହ। ସାର୍ ସରିଲେ ଚଡକ ଯାତ୍ରା ସାର୍ କଣ କଣ? ଚଡକ ଯାତ୍ରା ସଡକ ଯାତ୍ରା, ବୁଝିପାରିଲିନି। ଚଡକ ଯାତ୍ରା ସାର୍ ଯୋଉ ଜଳେଶ୍ଵରରେ ହୁଏ ଚଡକ ଯାତ୍ରା। ହଁ ସେମିତି ଲେଖିପାରିବ। ଏଇ ଭିତରୁ ଯୋଉ ଦୁର୍ଗା ପୂଜା, କଳିଙ୍ଗ ମହୋତ୍ସବ, କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲ, ରାଜଧାନୀ ମ୍ୟୁଜିକ ଫେଷ୍ଟିଭାଲ, ଏଇ ଯୋଉଟା ମେନସନ ହେଇଛି, କୋଉ କାହା ବିଷୟରେ ଜାଣିନ କୁହ। ଛତର ଯାତ୍ରା। ଛତର ଯାତ୍ରା ମା ମାଣିକେଶ୍ୱରୀଙ୍କର କଳାହାଣ୍ଡି ଡିଷ୍ଟ୍ରିକ୍ଟ ରେ ହୁଏ, ହେଲା, ଯୋଉଟା କି ତମର ଅଷ୍ଟମୀ, ଦୁର୍ଗା ପୂଜାର ଅଷ୍ଟମୀରେ, ହେଲା। ଏଇଟା ଗୋଟେ ହଉଛି ତମର କଣ କହନ୍ତି କି, ଆଚ୍ଛା ଗଣ ପର୍ବ ଆଉ ରାଜ ପର୍ବ ଜାଣିଛ? ଗଣ ପର୍ବ ମାନେ କଣ, ରାଜ ପର୍ବ ମାନେ କଣ, ଟିକେ ଜଲ୍ଦି କୁହ। ଗଣ ପର୍ବ କଣ, ରାଜ ପର୍ବ କଣ? ରଥଯାତ୍ରାରେ କଣ ହବ? ସେ ଗଣପର୍ବ ହଉ। ଗଣ ପର୍ବ କଣ ପାଇଁ କହିଲ? ତ ପବ୍ଲିକ କରୁଛନ୍ତି ନା, ପବ୍ଲିକ ସହିତ ବହୁତ ଆସୋସିଏଟେଡ୍। ହଁ ହଁ ସେମିତି, ଯୋଉଟା ମୋ ରାଜା ରାଜୁତି ମାନଙ୍କର ତାଙ୍କର ନିଜରଟା ଇଏ ଥାଏ, ହେଲା, ତାଙ୍କର ମାନେ ଆମର ମାନେ ଛତର ଯାତ୍ରା ଟା, ହେଲା, ଛତର ଯାତ୍ରା ଆକ୍ଚୁଆଲି ଗୋଟେ ଗଣପର୍ବ ନୁହଁ, ଛତର ଯାତ୍ରା ହଉଛି ରାଜ ପର୍ବ, ହେଲା। ଏଠି ମା ମାଣିକେଶ୍ୱର ଗୋଟେ ଜେନା ଖାଲ ବୋଲିକି ଗୋଟେ ଜାଗା ଥାଏ, ତ ସେଠିରେ ମା ମାଣିକେଶ୍ୱରୀଙ୍କର ଯୋଉ ମାନେ ଛତର ଟା ଥାଏ, ସେଇଠୁ ମାନେ ଘୁମୁରା, ତାପରେ ବହୁତ ସାରା ବଳି ପଡେ, ହେଲା, ମାନେ ପଶୁ ବଳି ପଡେ ବହୁତ ସାରା, ହେଲା। ସେଠି ତାପରେ ମା ମାଣିକେଶ୍ୱରୀ ଛତରକୁ ସେ ଜେନା ଖାଲ ବୋଲିକି ଗୋଟେ ଜାଗାରୁ ମା ମାଣିକେଶ୍ୱରୀଙ୍କ ମନ୍ଦିର କୁ ଧରିକି ଆସନ୍ତି। ତ ସେ ଇନ ବିଟୱିନ ଯୋଉଟା ଡିଷ୍ଟାନ୍ସ ଯୋଉଟା ରହୁଛି, ମାନେ ଜେନା ଖାଲଠୁ ମା ମାଣିକେଶ୍ୱର ମନ୍ଦିର ପର୍ଯ୍ୟନ୍ତ ମାନେ ରାସ୍ତା ପୁରା ରକ୍ତାକ୍ତ ହେଇଯାଏ, ହେଲା। ତ ସେ ଛତ୍ର ଯାତ୍ରାର ସେଠି ମାନେ ମା ମାଣିକେଶ୍ୱରୀଙ୍କର ଗୋଟେ ଯାତ୍ରାଟା ସେଇଟା ଆଉ। ଯୋଉଟା କି ତୁମର ବହୁତ ସାରା ଆମର କଳାହାଣ୍ଡିର ଯୋଉଟା ଟ୍ରାଇବାଲ ଡ୍ୟାନ୍ସ ଗୁଡାକ ଅଛି, ସେଗୁଡାକ ଘୁମୁରା ହେଲା, ଘୁମୁରା ଗୋଟେ ବିଶ୍ଵ ପ୍ରସିଦ୍ଧ କଳାହାଣ୍ଡିର, ହେଲା। ତାପରେ କଳାହାଣ୍ଡିର ଟ୍ରାଡିସନାଲ ଡ୍ୟାନ୍ସ ହେଲା, ସେଗୁଡାକ ସବୁ ପରଫର୍ମ କରିକି ମାନେ ଧରିକି ଆସନ୍ତି, ହେଲା। ମା ମାଣିକେଶ୍ୱରୀଙ୍କ ଛତରକୁ ଧରିକି ମଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସନ୍ତି। ବୁଝିପାରିଲ? ତମେ ଚାରିଟା ଜୋନ୍ କରିଦବ, ହେଲା, ଇଷ୍ଟ ୱେଷ୍ଟ ନର୍ଥ ସାଉଥ, ହେଲା। ତା ରିଲେଟେଡ ସବୁ ଫେଷ୍ଟିଭାଲ ଗୁଡାକ ଲେଖିଦବ, ହେଲା। ଯଦି ପଡିଲା ମାନେ ଓଡିଶାର ଫେଷ୍ଟିଭାଲ ମାନେ ଏମତି କମନଲି ଯଦି ପଡିଲା, ହେଲା। ଆଉ କୋଉ ଉପରେ ଜାଣିନ? ବାଲିଯାତ୍ରା ତ ସମସ୍ତେ ଜାଣିଥିବ, ହେଲା, ଅକ୍ଟୋବର ନଭେମ୍ବର ମାସରେ ହୁଏ କଟକରେ। ଆଉ କୋଉଟା ଜାଣିନ? ନୂଆଖାଇ ତ ଜାଣିଛ? ନୂଆଖାଇଟା ଜାଣିଛ କି ନାଇଁ? यस सर। ହୁଁ। ନୂଆଖାଇଟା କେବେ ହୁଏ? ଗଣେଶ ଚତୁର୍ଥୀର ତାର ଗଣେଶ ପରଦିନ, परदिन। ହେଲା। ଯୋଉଟା କି ତମର ମାନେ ଫାର୍ମର ଯୋଉଟା ନ୍ୟୁଲି ହାର୍ଭେଷ୍ଟ କରିଥାଏ ନା, ଯାହାବି ସେଇଟାକୁ ମାନେ ଇଏ କରାଯାଏ। ଆଚ୍ଛା ନୂଆଖାଇ ଆଉ ତୁମର ଯୋଉ ଆମର ପୌଷ ପୂର୍ଣ୍ଣିମା ଯୋଉଟା କରାଯାଏ, ହେଲା, ଏଇଟା ମେନଲି ରିଲେଟେଡ ଟୁ ଫାର୍ମିଂ ଫେଷ୍ଟିଭାଲ, ହେଲା। ମାନେ ଫାର୍ମର୍ସ ମାନଙ୍କର ନୂଆ ଅମଳ ଟା, ଆଉ ପୌଷ ପୂର୍ଣ୍ଣିମା ମାନେ ଯୋଉଟା କି ଏଣ୍ଡିଙ୍ଗ ଟାଇମ ଟାକୁ, ହେଲା। ଏବେ ଯୋଉଟା ଯାଏ, ଏବେ ଯୋଉଟା ଯାଇଥିଲା। ତାପରେ ଛଉ ଫେଷ୍ଟିଭାଲ ଜାଣିଛ? ଛଉ ଫେଷ୍ଟିଭାଲ କୋଉଠିର? ମୟୂରଭଞ୍ଜ। ମୟୂରଭଞ୍ଜର। ଭୂଇଁଆ, ହଁ ଏଇଟା ମନେ ରଖ ହେଲା। ମାନେ ଏଇ ଫେଷ୍ଟିଭାଲ ଟା ଭୂଇଁଆ ଟ୍ରାଇବ, ହେଲା। ଭୂଇଁଆ ଟ୍ରାଇବ ଯୋଉଟା କି ତମର କୋରାପୁଟ ରେ ରହିଲେ, ତାପରେ ମୟୂରଭଞ୍ଜ ରେ ରହିଲେ, ହେଲା। ଭୂଇଁଆ ଟ୍ରାଇବ ମାନେ ଏଇଟା କରନ୍ତି। ତାପରେ ରଥଯାତ୍ରା ତ ଜାଣିଛ, ରଥଯାତ୍ରା ଆଉ କଣ କହିବି, ବୁଢୀ ଠାକୁରାଣୀ ଯାତ୍ରା ଜାଣିଛ? ना सर। ହାଁ, କାଇଁ ପଚାରୁନ ଯେ? जान ବୁଢୀ ଠାକୁରାଣୀ ମନ୍ଦିର ଟା ଅଛି ତମର ବ୍ରହ୍ମପୁରରେ, ହେଲା। ମାନେ
ବ୍ରହ୍ମପୁରରେ ଅଛି ବୁଢୀ ଠାକୁରାଣୀ ମନ୍ଦିରଟା ହେଲା। ସେଠି ତମର କଣ କହନ୍ତି କି ତାକୁ, ମାନେ ମାଙ୍କର ଠାକୁରାଣୀ ମାଙ୍କର ଗୋଟେ ଯାତ୍ରା ହୁଏ ଆଉ, ଯୋଉଟା କି ତୁମର ବୁଣିଆ ଯୋଉ କଣ ବୁଣିଆ କମ୍ୟୁନିଟି ନା କଣ କହନ୍ତି, ବୁଣିଆ କମ୍ୟୁନିଟି ମାନେ ପୂଜା କରନ୍ତି ହେଲା। ୱେଭର କମ୍ୟୁନିଟି, ବଣିଆ ତାକୁ ଓଡିଆରେ କଣ ବଣିଆ ନା ବୁଣିଆ ଯୋଉଟା କହନ୍ତି, ୱେଭର କମ୍ୟୁନିଟିର ଇଏ ଲେଖିବ ହେଲା। ଯୋଉ ଡାଇଟି ଅଛନ୍ତି ସେଠି ଠାକୁରାଣୀ ମା ହେଲା, ସେମାନେ ୱେଭର କମ୍ୟୁନିଟି ଦ୍ଵାରା ସେଠି ପୂଜା ପାଆନ୍ତି। ତାପରେ ଏକାମ୍ର ଉତ୍ସବ ଜାଣିଛ, ସବୁ ବର୍ଷ ହୁଏ ଭୁବନେଶ୍ୱରରେ ହେଲା। ମାନେ ଶିବ ଭଗବାନଙ୍କୁ ଡେଡିକେଟେଡ କରିକି 10 ଦିନ ଯାକ ସେଠି ଇଏ ହୁଏ, ଯାତ୍ରା ହୁଏ, ଏକାମ୍ର ଉତ୍ସବ ହୁଏ। ତମର ସେଟା ବେସିକାଲି ତମର ଏମ୍ ଥାଏ କି ତମର ଓଡିଶାର ଯୋଉଟା ରିଚ୍ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଆଉ କଲଚରାଲ ହେରିଟେଜ ହେଲା। ତାପରେ ମୁକ୍ତେଶ୍ଵର ଡ୍ୟାନ୍ସ ଫେଷ୍ଟିଭାଲ ଜାଣିଛ, ମୁକ୍ତେଶ୍ଵର ଡ୍ୟାନ୍ସ ଫେଷ୍ଟିଭାଲ ଜାଣିଛ କି ନାଇଁ? ଏଇଟା ତମର ଏକ୍ସକ୍ଲୁସିଭଲି ତମର ଓଡିଶୀ ଡ୍ୟାନ୍ସ କୁ ମାନେ କନସେନଟ୍ରେଟ କରିଥାଏ ହେଲା। ତାପରେ ତମର ଏଠି ତମର ସୋଲୋ ପରଫର୍ମାନ୍ସ ଦିଅନ୍ତି, ଡୁଏଟ ପରଫର୍ମାନ୍ସ ଦିଅନ୍ତି। ତାପରେ ମାନେ ଗ୍ରୁପ ରେ ବି ଓଡିଶୀ ମାନେ ଇଏ କରନ୍ତି, ଡ୍ୟାନ୍ସ କରନ୍ତି। ଏଇଟା ବି ଭୁବନେଶ୍ୱରରେ ହୁଏ। ଆଉ ଆମର ଯୋଉ ମୁକ୍ତେଶ୍ଵର ମନ୍ଦିର ଦେଖିଛ ନା, ମୁକ୍ତେଶ୍ଵର ମନ୍ଦିର ତାର ମାନେ କ୍ୟାମ୍ପସ ରେ ହିଁ ହୁଏ। କୋଣାର୍କ ଫେଷ୍ଟିଭାଲ ଜାଣିଛ ସମସ୍ତେ, କୋଣାର୍କ ଫେଷ୍ଟିଭାଲ ତ Yes, ବହୁତ sir. ଫେମସ ଜାଣିଥିବ ହେଲା। କେତେ ଦିନ ହୁଏ? 1 ରୁ ଡିସେମ୍ବର 5 ପର୍ଯ୍ୟନ୍ତ ହୁଏ ହେଲା। ଡିସେମ୍ବର 1 ରୁ ଡିସେମ୍ବର 5 ପର୍ଯ୍ୟନ୍ତ ହୁଏ କୋଣାର୍କ ଫେଷ୍ଟିଭାଲ ହେଲା। ସେ ଯୋଉ ତାଙ୍କର ମାନେ କୋଣାର୍କ ନାଟ୍ୟ ମଣ୍ଡପ ଗୋଟେ କରିଥାନ୍ତି ହେଲା। ମାନେ ୱାର୍ଲଡ ର ଯେତିକି ଟ୍ରେଡିସନାଲ ଆମର ମାନେ କୋଣାର୍କ ତାର ମେନ୍ ତମର ଅର୍ଗାନାଇଜ କରିବାର ତାର ମାନେ ଉଦ୍ଦେଶ୍ୟ ହଉଛି କି introduce the world to traditional Indian dance form। ଆଉ ଆମର ଯୋଉ ଆମର କଲଚରାଲ ଯୋଉଟା ମାନେ ଡାଇଭର୍ସ ଅଛି ସବୁକୁ ମାନେ ଇଣ୍ଟ୍ରୋଡ୍ୟୁସ କରିବାର। କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲ ବହୁତ ବଡ ସେ ଅର୍ଗାନାଇଜ କରେ, 5 ଦିନ ହୁଏ ହେଲା। ତ କଳିଙ୍ଗ ମହୋତ୍ସବ ଦେଖିଛ, No, sir. ହଁ କଳିଙ୍ଗ ମହୋତ୍ସବର ତମର ବେସିକାଲି ତାର ମୋଟିଭ ହଉଛି କି ତମର ମାନେ ଆରେ ସେ ଯୋଉ ଖଣ୍ଡା ଫଣ୍ଡା ଧରିକି ଯୋଉ ମାନେ ଇଏ କରନ୍ତିନି, ମାନେ ସେଟା ତମର ଆମର କଳିଙ୍ଗର ପିସ୍ ମାନେ ଭିକ୍ଟ୍ରି ହେଲା, ଭିକ୍ଟ୍ରି ଅଫ ପିସ୍ ଓଭର ଆମର କଳିଙ୍ଗ ୱାର ହେଲା। ସେଇଟାକୁ ତାର ମାନେ ମେନଲି ତମର ମୋଟିଭ ଟା ଥାଏ ହେଲା। ଏଇଟା ତମର ଆମର କଳିଙ୍ଗ ୱାର ସାଙ୍ଗରେ ରିଲେଟେଡ ଅଛି ହେଲା। ଯୋଉମାନେ ତମର କଣ କହନ୍ତି କି କଣ କହନ୍ତି ମାର୍ଶିଆଲ ଆର୍ଟିଷ୍ଟ ମାନେ ବେସିକାଲି ଡ୍ୟାନ୍ସ ଟା ପରଫର୍ମ କରନ୍ତି ହେଲା। ଏଇଟା ବି ବହୁତ ଫେମସ ଫେଷ୍ଟିଭାଲ, କଳିଙ୍ଗ ଫେଷ୍ଟିଭାଲ ଜାଣିନ, କଳିଙ୍ଗ ମହୋତ୍ସବ। ଏଇଟା ତମର ଏଇ ଫେଷ୍ଟିଭାଲ ର ଲେଖିଦବ କି ମାନେ ଦିସ୍ ଫେଷ୍ଟିଭାଲ aims to encourage people to follow the path of peace and calm, okay, rather than fighting among ମାନେ ନିଜର ଭିତରେ ଇଏ କରିବା ଅପେକ୍ଷା ତମର ପାଥ ଅଫ ପିସ୍ ଆଣ୍ଡ କାମ୍ ହେଲା, ଏଇ ଫେଷ୍ଟିଭାଲ ର ମୋଟିଭ। ଆଉ ଗୋଟେ ବାଲିଯାତ୍ରା ତ ଜାଣିଛ, ସରିଲା ଛତ୍ର ଯାତ୍ରା। ଆଉ କଣ ରହିଲା କୁହ, ବାକି ଯୋଉ ଯୋଉ ଫେଷ୍ଟିଭାଲ ଅଛି ଟିକେ 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 ମନେ ରଖିଦବ ଆଉ। ବୁଝି ହେଲା ଯାହାବି Yes, sir. ଶୁଣିଲ ଗପ, ୟାକୁ କେମିତି ତମେ ୟୁଜ କରିବ ଆନ୍ସର ରାଇଟିଂ ରେ ହେଲା। ଦେଖ ଆଉ କିଛି ଆଉ କୋଉ କୋଉ ପର୍ସନ କିଛି ବାକି ରହିଛି କି, ମୋଷ୍ଟଲି ବୋଧେ ସବୁ କଭର ହେଇଗଲା। Sir, ଓଡିଆ ଲାଙ୍ଗୁଏଜ ର ଡେଭଲପମେଣ୍ଟ ଆଉ ଓଡିଆ ଲିଟରେଚର ର ଡେଭଲପମେଣ୍ଟ। ସେଟା ନୋଟ ଦେଇ ଦିଆହବ ପରା, ନୋଟ ଦିଆହବାକୁ କୁହାହେଇଛି ପରା। ଆଜ୍ଞା। ଆଉ କିଛି ବାକି ଅଛି କି? ଆଉ କିଛି ବାକି ଅଛି? ସେଇ ଲାଙ୍ଗୁଏଜ ଆଣ୍ଡ ଲିଟରେଚର ର ସେଇଟା ଆମେ ନୋଟ୍ସ ଟା ଅପଲୋଡ କରିଦବୁ ହେଲା। ସେଇଟା କିଛି ନାହିଁ ଏମିତି ବୁଝିବା ଜିନିଷ କିଛି ନାହିଁ ହେଲା। ଇଭଲ୍ୟୁସନ ମାନେ ସର୍ଟଲି କହିବାକୁ ଗଲେ ତମର ଇଭଲ୍ୟୁସନ ଗ୍ରୋଥ ଅଫ ଓଡିଆ ଲିଟରେଚର ରେ ତୁମର
ଇନସ୍କ୍ରିପସନ ତୁମର ଖାରବେଳ ଇନସ୍କ୍ରିପସନ ରହିଲା, ତାପରେ ହାତୀ ଗୁମ୍ଫା ଇନସ୍କ୍ରିପସନ ରହିଲା, ତାପରେ ଅଶୋକଙ୍କର ଇନସ୍କ୍ରିପସନ ଉପରେ ରଖିବ। ତାପରେ ତାର 3ଟା ଫେଜ ଅଛି, ଓଲ୍ଡ ଓଡିଆ ଲିଟରେଚର, ତାପରେ ମିଡିଏଭାଲ ଲିଟରେଚର, ତାପରେ ମଡର୍ନ ମାନେ ଓଡିଆ ଲିଟରେଚର ହେଲା। ତାପରେ ଓଲ୍ଡ ଓଡିଆ ଲିଟରେଚର କେବେଠୁ ମାନେ ଷ୍ଟାର୍ଟ ହେଇଥିଲା, 11th ସେଞ୍ଚୁରୀ ଷ୍ଟାର୍ଟ ହେଇଥିଲା। ତାପରେ ତୁମର ଶାରଳା ଦାସ ମହାଭାରତ, ମାନେ ସର୍ଟକଟଲି କହିଦଉଛି ହେଲା। ଶାରଳା ଦାସ ମହାଭାରତ ତୁମର କାବ୍ୟ ଯୋଉଟା କି ତମର, ତାପରେ ଅଶୋକ ଇନସ୍କ୍ରିପସନ ରେ ତୁମର ଟିକେ ମେନସନ କରିଦବ। ତାପରେ ମିଡିଏଭାଲ ରେ ରହିଲା ତମର ଆ ଭକ୍ତି ମୁଭମେଣ୍ଟ ଆସିବ, ଭକ୍ତି ମୁଭମେଣ୍ଟ ଓଡିଆ ଲିଟରେଚର ହେଲା। ତାପରେ ଆ ରୀତି ୟୁଗ ଉପରେ ଲେଖିବ ହେଲା। ତାପରେ କପିଳେନ୍ଦ୍ର ଦେବ ଗଜପତି ଡାଇନେଷ୍ଟି ଉପରେ ଲେଖିବ। ତାପରେ ଗୋଟେ ତମର ଚଣ୍ଡୀ ପୁରାଣ, ଚଣ୍ଡୀ ପୁରାଣ କିଏ ଲେଖିଥିଲେ କି? सर सारला ଚଣ୍ଡୀ दास ପୁରାଣ ଆଉ ବିଲଙ୍କା ରାମାୟଣ। सारला ଶୁଣ, दास ହଁ ସେଇଟା ତମର ମିଡିଏଭାଲ ରେ ମେନସନ କରିଦବ। ତାପରେ ମଡର୍ନ ରେ ତମର ଆସିଲା ଆ, ହଁ ଏଇଟା ଗୋଟେ ଥର ତମର କୋଶ୍ଚିନ୍ ଆସିଥିଲା ହେଲା, ଏଇଟା ଟିକେ ଦେଖିବ ତମେ ହେଲା। ଖ୍ରୀଷ୍ଟିଆନ ମିଶନାରୀ ଉପରେ ଆସିଥିଲା, ଗୋଟେ କୋଶ୍ଚିନ୍ ଆସିଥିଲା ନା ପ୍ରିଭିୟସ ଇୟର ରେ। Yes, sir. ଏଇଟା ତମର ମାନେ ମଡର୍ନ ରେ ଲେଖିଦବା। ତାପରେ ଓଡିଆ ନ୍ୟୁଜ ପେପର ପ୍ରଥମ ଟା କୋଉଟା କି? ଉତ୍କଳ ଦୀପିକା ବୋଧେ ହେଲା, ଗୌରୀ ଶଙ୍କର ରୟ, ଉତ୍କଳ ଦୀପିକା। ତାପରେ ତାପରେ ତୁମର ଆଉ 3ଟା ଯୋଉଟା ଥିଲା କର ଆମର ରାଧାନାଥ ରାୟଙ୍କର ଚିଲିକା, ତାପରେ ମହାଯାତ୍ରା, ଆଉ ଗୋଟେ କଣ ଥିଲା ତାର ନାଁ ମନେ ପଡୁନି। ତାପରେ ଫକୀର ମୋହନ ସେନାପତିଙ୍କ ଟିକେ ଲେଖିଦବ ରେବତୀ 6 ମାଣ 8 ଗୁଣ୍ଠ। ତାପରେ ତମର ସତ୍ୟବାଦୀ ୟୁଗ ଉପରେ ଲେଖିଦବ ହେଲା। ତାପରେ ମାଟିର ମଣିଷ, ମାଟିର ମଣିଷ କିଏ ଲେଖିଥିଲେ କି? ମାଟିର ମଣିଷ କାଳୀଚରଣ ପାଣିଗ୍ରାହୀ ବୋଧେ, ଟିକେ କ୍ରସ ଚେକ୍ କରିଦବ। ହେଲା ନୋଟ୍ସ ଆମେ ଦେଇଦବୁ ହେଲା, ନୋଟ୍ସ ଏଇଟା ଦେଇ ଦିଆହବ ହେଲା। ତାପରେ ଇଭଲ୍ୟୁସନ ରେ ତମେ ବେସିକାଲି ଲେଖିଦବ, ମାନେ ମନେକର ପଡିଲା ଇଣ୍ଟ୍ରୋ ଲେଖିଦବ, ଓଡିଆ also known as Oriya is an Indo-Aryan language spoken in the eastern state of Odisha. It has rich cultural heritage and a long history of development which has shaped its evolution and growth of। ମୁଁ ଏଇଟା ଲେଖି ଆମେ ଦେଇଦବୁ, ନୋଟ୍ସ ଦେଇଦବୁ ହେଲା। ଏଇଟା 3ଟା ଫେଜ କୁ ନେଇକି ମାନେ ତମର ଇଏ କରିବ ଆଉ। ମିଡିଏଭାଲ ପିରିୟଡ, ତାପରେ ଆର୍ଲି ଡେଭଲପମେଣ୍ଟ ଉପରେ ଲେଖିଦବ, ଓଡିଆ ଟେକ୍ସଟ ମହାଭାରତ ରାମାୟଣ ଉପରେ ଲେଖିଦବ। ତାପରେ ଗୀତ ଗୋବିନ୍ଦ, କଲୋନିଆଲ ପିରିୟଡ, ଭକ୍ତି ମୁଭମେଣ୍ଟ, ତାପରେ ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ରେ ଲେଖିଦବ ଆମର ଓଡିଆ ଟା ଯୋଉଟା ଇଏ ହେଲା। ସାର୍ ଆଉ ଗୋଟେ ସେ ଆଉ ଲେଖିକି ଦେଇଦେବେ, ଓଡିଶା ରିଚ୍ କଲଚରାଲ ନା କଣ ଗୋଟେ କ୍ୱେଶ୍ଚିନ୍ ଆସେ ଯୋଉ, କୋଉଟା? ଆଉ ଗୋଟେ ସେ କ୍ୱେଶ୍ଚିନ୍ ଆସେ ନା, ଓଡିଶା ହେଜ୍ ରିଚ୍ ଆର୍ଟ ଆଣ୍ଡ କଲଚର, ଏମିତି ଗୋଟେ କ୍ୱେଶ୍ଚିନ୍ ଟା ଯୋଉ ଆସେ ହୁଁ ହେରିଟେଜ ସାଇଟ୍, ହୁଁ ସେଇ କ୍ୱେଶ୍ଚିନ୍ ଟା ସାର୍ ଲେଖିକି ଦେଇଦେବେ ଟିକେ। ହଁ ହଁ ଠିକ ଅଛି। ବାକି ଯୋଉଟା ରିମେନିଂ ନୋଟ୍ସ ଏବେ ଦେଖ, ମାନେ ଆକ୍ଚୁଆଲି ଏବେ ବେସିକାଲି ଫୋକସ କରିବା କଥା କି ମାନେ ତମେ କେତେ କଣ ଇଏ କରୁଛ ହେଲା। ମୁଁ ରେକର୍ଡିଂ ଟା ଅଫ୍ କରିଦିଏ।